Friends, today we'll discuss on Block 1 Understanding Anthropology, Unit 1 Definition, Scope, and Significance of Anthropology, Unit 2 Branches of Anthropology. As you know, friends, anthropology, when you understand that it is a anthropos and logos, meaning science of man. Anthropos means man or human, logos means science. Before it was discussed or taught that science of man. କିନ୍ତୁ ପରେ ସାଇନ୍ସ ଅଫ୍ ମ୍ୟାନ୍ ନ କହିକିରି ହ୍ୟୁମାନ୍ ସାଇନ୍ସ ବୋଲି କୁହାଗଲା। କାହିଁକି ନା ଯେହେତୁ ସାଇନ୍ସ ବୋଥ୍ ମ୍ୟାନ୍ ଆଣ୍ଡ ଓମେନ୍ ଦୁଇ ଜଣଙ୍କ ଉପରେ ଷ୍ଟଡି, ତେଣୁ ହ୍ୟୁମାନ୍ ସାଇନ୍ସ କରାଗଲା। ସୋ ଓଡ଼ିଆରେ ତାକୁ କହିବାକୁ ଗଲେ ଆଗରୁ ତାକୁ କୁହାହେଉଥିଲା ନୃତତ୍ତ୍ୱ। ଏବେ ତେଣୁ ଆସିଲା ମାନବ ବିଜ୍ଞାନ ବା ମାନବ ତତ୍ତ୍ୱ ବା ମାନବ ଶାସ୍ତ୍ର। এই ମାନବ ଶାସ୍ତ୍ର ଯେହେତୁ ମିନିଂ ଆଣ୍ଡ ସ୍କୋପ୍ ଆମେ ଡିସ୍କସନ୍ କରୁଛେ, ଆମର ମାନବ ଶାସ୍ତ୍ର କହିଲା ବେଳକୁ, ମାନବ ବିଜ୍ଞାନ କହିଲା ବେଳକୁ ଆମେ ଜାଣିପାରୁଛେ ଦିସ୍ ଇଜ୍ ଏ କମ୍ପ୍ଲିଟ୍ ଷ୍ଟଡି ଅଫ୍ ମ୍ୟାନ୍। ମଣିଷ ବିଷୟରେ ପୁରା ସମୁଦାୟ ଜିନିଷ ପଢ଼ିବାକୁ ପଡ଼ିବ। ମଣିଷର ଜନ୍ମ, ମଣିଷର ଆକାର, ମଣିଷର ପ୍ରକାର, ମଣିଷର ସୃଷ୍ଟି, ମଣିଷ କେଉଁଠିକି ଆସିଲା, ମଣିଷର ଚାଲିଚଳନ, ମଣିଷର ବ୍ୟବହାର, ମଣିଷର ଭାଷା, ମଣିଷର ଶାରୀରିକ ପୃଷ୍ଟି, ମଣିଷର ସବୁ ପ୍ରସାଧନ, ନାଚ, ଗୀତ, ମଣିଷ ବିଷୟରେ ଯାହା ତମେ ଭାବିପାରିବ ସବୁ ଜିନିଷ ଏଥିରେ ଆନ୍ଥ୍ରୋପୋଲୋଜି ନେତୃତ୍ୱରେ ପଢ଼ାଯାଉଛି। ସେଥିପାଇଁ ତାକୁ କହୁଛେ ଦିସ୍ ଇଜ୍ ଏ ହୋଲିଷ୍ଟିକ୍ ସାଇନ୍ସ ହ୍ୟୁମାନ୍ ବିଙ୍ଗସ୍ ଆଣ୍ଡ ଇଟ୍ସ ବିହେଭିୟର। ଏଇ ସବଜେକ୍ଟଟି ଆମର ଭାରତକୁ ଆସିବା ପୂର୍ବରୁ ବହୁ ଆଗରୁ ଏହା ୟୁରୋପରେ ବା ଆମେରିକାରେ ପଢ଼ାଯାଉଥିଲା। କିନ୍ତୁ ୟୁରୋପ ଓ ଆମେରିକାର ପଢ଼ିବା ଆଗରୁ ମଣିଷ ସମ୍ବନ୍ଧରେ ଯେଉଁମାନେ ଆନ୍ଥ୍ରୋପୋଲୋଜି ସେତେବେଳେ ନଥିଲା, ନୃତତ୍ତ୍ୱ ନଥିଲା, ତେଣୁ ମଣିଷ ସମ୍ବନ୍ଧରେ ଯେଉଁମାନେ ପାଠ ପଢ଼ୁଥିଲେ ବା ଯେଉଁମାନେ ବିଚାର କରୁଥିଲେ, ମଣିଷର ସୋସାଇଟି, ମଣିଷର ଚାଲିଚଳନ ବିଷୟରେ ପଢ଼ୁଥିଲେ, ପର୍ଟିକୁଲାରଲି ଆମେ ଯେଉଁ ସବୁ ଟ୍ରାଭେଲର୍ସ ମାନେ ଆଗରୁ ଯାଉଥିଲେ, ଧର ହୁଏଙ୍ଗସା ଆସିଥିଲେ ଆମ ପାଖକୁ, ସେଇ ରକମ କିଏ କେଉଁ ଟ୍ରାଭେଲର ବିଭିନ୍ନ ଜାଗାକୁ ଯାଆନ୍ତି, ତାଙ୍କ ବିଷୟରେ ଲେଖନ୍ତି, ମଣିଷମାନଙ୍କ ବିଷୟରେ, ସେମାନେ କେମିତି ରହୁଛନ୍ତି, କେମିତି ଖାଉଛନ୍ତି, କ'ଣ ପିନ୍ଧୁଛନ୍ତି, ଏସବୁ ହ୍ୟୁମାନ୍ ନୋଟ୍ ବା ପରିବ୍ରାଜକ ମାନଙ୍କର ନୋଟ୍ ଲିପିବଦ୍ଧ ହେଇ ରହୁଥିଲା ଏବଂ ସେଇମାନଙ୍କୁ ପଢ଼ୁଥିଲେ। ଇଭନ୍ ଏଇଟା ଆରମ୍ଭ ହେଲା ଆମର 14th ସେଞ୍ଚୁରୀ ପରେ ପରେ। କିନ୍ତୁ ଇଭିନ୍ ତା ଆଗରୁ ଆମେ ଯଦି ଗ୍ରୀକ୍ ଫିଲୋସଫିକି ଦେଖିବା, ହେରୋଡୋଟସ୍ ବୋଲି ଜଣେ ଫିଲୋସଫର ଥିଲେ, ସିଏ କହୁଥିଲେ ନା ମଣିଷ ସମ୍ବନ୍ଧରେ ବି ସେତେବେଳେ ପଢ଼ାଯାଉଥିଲା। ମଣିଷ କ'ଣ, ମଣିଷ କେମିତି, ମଣିଷ ଖାଦ୍ୟ, ଏସବୁ ବିଷୟରେ ପଢ଼ାଯାଉଥିଲା। କିନ୍ତୁ ତାର ବହୁତ ପୂର୍ବରୁ ଯେଉଁଟାକି ନୃତତ୍ତ୍ୱ ମାନଙ୍କର ଏବେ ବି ଷ୍ଟଡି ବିଷୟ ଚାଲିଛି, ରିସର୍ଚ୍ଚ ବିଷୟ ଚାଲିଛି, ସେମାନେ ଜାଣିବାକୁ ପାଉଛନ୍ତି ଯେ ବେଦିକ୍ ଟାଇମ୍ରେ ମଧ୍ୟ, ଦ୍ୟାଟ୍ ମିନ୍ସ 1500 BC ଖ୍ରୀଷ୍ଟାବ୍ଦ ପୂର୍ବରୁ ବେଦିକ୍ ସମ୍ବନ୍ଧରେ ଆନ୍ଥ୍ରୋପୋଲୋଜିର ବିଷୟବସ୍ତୁ ଉପରେ, ମଣିଷର ବିଷୟବସ୍ତୁ ଉପରେ, ମଣିଷର ଚାଲିଚଳନ ଉପରେ ପଢ଼ାଯାଉଥିଲା। ଏବଂ ପର୍ଟିକୁଲାରଲି ଆମର ମହର୍ଷି ମନୁ ସେ ବିଷୟରେ ବହୁତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି। ଏବଂ ମହର୍ଷି ମନୁ କହିଛନ୍ତି ଯେ ମଣିଷର ଚାଲିଚଳନ, ମଣିଷର ପାଠ, ମଣିଷର ବ୍ୟବହାର ସବୁ ତାର ଏଇଟା ଗୋଟେ ତାତ୍ତ୍ୱିକ ବିଷୟ ଏବଂ ଏଇସବୁ ମଣିଷର ଖାଦ୍ୟପେୟ ଉପରେ ଡିପେଣ୍ଡ କରେ। ତେଣୁ ଆମର ଇଣ୍ଡିଆନ୍ ମୁନି ଋଷିମାନେ, ଭାରତୀୟ ମହର୍ଷିମାନେ ବେଦିକ୍ ପିରିୟଡ଼ରେ ମଧ୍ୟ ମଣିଷର ବିଭିନ୍ନ ପ୍ରକାର ଷ୍ଟଡି କରୁଥିଲେ ଏବଂ ତାଙ୍କର ଫ୍ୟାମିଲି କନସେପ୍ଟ, ତାଙ୍କର ମ୍ୟାରେଜ କନସେପ୍ଟ ସେମାନେ ଚିନ୍ତା କରୁଥିଲେ। କିଏ କେଉଁ ଜାତିରେ, କିଏ କେଉଁ ପ୍ରଜାତିରେ ମ୍ୟାରେଜ କରିବ, ମ୍ୟାରେଜ କଲେ କ'ଣ ହେବ, ଏବଂ ଏସବୁ ପ୍ରକାର ଇଭିନ୍ ଜେନେଟିକ୍ ମ୍ୟାଟର ମଧ୍ୟ ଷ୍ଟଡି କରାଯାଉଥିଲା। କିନ୍ତୁ ଯେତେବେଳେ ଆନ୍ଥ୍ରୋପୋଲୋଜି ବୋଲି ଗୋଟେ ସବଜେକ୍ଟ ଆସିଲା, এটা প্রথমে ইউরোপিয়ান কম্ୟୁନିଟିରେ ବ୍ରିଟିଶ ବା UK, ଜର୍ମାନୀ ଏଇ ୟୁନିଭର୍ସିଟିରେ ଆସିଲା, ତାପରେ ଆମେରିକାନ ୟୁନିଭର୍ସିଟିରେ ଆସିଲା। ଆମେ
ଆମକୁ ଆମ ଦେଶକୁ ଆସିଲା ବେଳକୁ ଏହା ବହୁତ ବର୍ଷ ଲାଗିଲା। ପୁରା 16th ସେଞ୍ଚୁରୀ ବେଳକୁ ୟୁରୋପରେ ଚାଲିଥିଲା। ଆମ ଆମ ଦେଶକୁ ଆସିଲା ବେଳକୁ ଏହା ବ୍ରିଟିଶର ମାନେ ଆମ ଦେଶକୁ ଏଇ ସବଜେକ୍ଟକୁ ଆଣିଲେ। ସେମାନେ ଯେତେବେଳେ ତମେ ଜାଣିଛ, ସେମାନେ 16th ସେଞ୍ଚୁରୀରେ 1680ରେ ଆସି ଆମର ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆସ୍ତେ ଆସ୍ତେ ରାଜୁତି ସ୍ଥାପନ କଲେ, କଲୋନିଆଲ ସ୍ଥାପନ କଲେ ଭାରତ ବର୍ଷରେ। ଏବଂ ସେମାନେ ତାଙ୍କର ଲୋକମାନେ ଆସିକିରି ଆଗ ଆମର ଇଣ୍ଡିଆନ ଲୋକମାନଙ୍କ ଉପରେ ପଢ଼ିଲେ, ଦେଖିଲେ, ବୁଝିଲେ, ଦେଖିଲେ ଇଣ୍ଡିଆରେ ବହୁତ ଗରିବ ଶ୍ରେଣୀର ଲୋକ, ବହୁତ ଜାତିର ଲୋକ, ବହୁତ ବିଭିନ୍ନ ଟ୍ରାଇବ ଲୋକ, କାଷ୍ଟ ଲୋକ, ବିଭିନ୍ନ ପ୍ରକାର ଲୋକ ଅଛନ୍ତି। ଏବଂ ସେମାନେ ଜାଣିବାକୁ ପାଇଲେ ଇଣ୍ଡିଆ ଗୋଟେ ଆନ୍ଥ୍ରୋପୋଲୋଜିର ମ୍ୟୁଜିୟମ ହେଇପାରିବ। ତେଣୁ ସେମାନେ ଚିନ୍ତା କଲେ ଆମେ ଆଗରୁ ସେମାନେ ଆଫ୍ରିକାରେ ଯାଇ ଯାହା କିଛି କିଛି ଷ୍ଟଡି କରୁଥିଲେ, ରିସର୍ଚ୍ଚ କରୁଥିଲେ। ସେମାନେ ତାଙ୍କ ସାଇଣ୍ଟିଷ୍ଟ, ତାଙ୍କ ସ୍କଲାରମାନଙ୍କୁ ଆଣିକିରି ଇଣ୍ଡିଆରେ କାମ କରେଇଲେ ଏବଂ ଇଣ୍ଡିଆରେ ପଢ଼ିଲେ, ଇଣ୍ଡିଆ ଉପରେ ଲୋକମାନଙ୍କ ଉପରେ ରିସର୍ଚ୍ଚ କଲେ, ଇଣ୍ଡିଆର ବିଭିନ୍ନ ଜାତି ପ୍ରଜାତି ଉପରେ ଲେଖା ବାହାର କଲେ, ପେପର ବାହାର କଲେ, ବିଦେଶରେ ଛପେଇଲେ, ଇଣ୍ଡିଆନ ଜର୍ନାଲରେ ଛପେଇଲେ। ଏବଂ ତାକୁ ଛପେଇଲା ବେଳକୁ ସେ ଦେଖିଲେ ଇଣ୍ଡିଆରେ ଆମେ କିଛି ଗୋଟେ ଆରମ୍ଭ କରିବା ଆନ୍ଥ୍ରୋପୋଲୋଜିକାଲ ବିଷୟ ପାଠ କରିବା ପାଇଁ। ତେଣୁ 1774 ମସିହାରେ ଅଲମୋଷ୍ଟ 18th ସେଞ୍ଚୁରୀର ହାଫ୍ ପରେ ପରେ ସେ ଚିନ୍ତା କଲେ କଲିକତାରେ ଗୋଟେ ଏସିଆଟିକ୍ ସୋସାଇଟି ସ୍ଥାପନ କଲେ ଏବଂ ଏଇ ଏସିଆଟିକ୍ ସୋସାଇଟି ମାଧ୍ୟମରେ ସେ ଆନ୍ଥ୍ରୋପୋଲୋଜି ବିଷୟବସ୍ତୁ, ଲୋକମାନଙ୍କର ଚାଲିଚଳନ ବିଷୟବସ୍ତୁ ପଢ଼ିବା ପାଇଁ ଚିନ୍ତା କଲେ। ଏବଂ ସେଇ ଭିତରେ ସେ ଏଇଟାକୁ ଯେତେବେଳେ ସ୍ଥାପନ କଲେ, ସେ ହେଉଛନ୍ତି ସାର୍ ୱିଲିୟମ ଜୋନ୍ସ। ପ୍ରଥମେ ଏସିଆଟିକ୍ ସୋସାଇଟି ୱେଷ୍ଟ ବେଙ୍ଗଲ ବର୍ତ୍ତମାନ ସେ ଆରମ୍ଭ କଲେ। ସେତେବେଳେ ବେଙ୍ଗଲ ଥିଲା, ଆଉ ୱେଷ୍ଟ ବେଙ୍ଗଲ ନାହିଁ, ବେଙ୍ଗଲ ଥିଲା, ଆରମ୍ଭ କଲେ। ଏବଂ ସେଇ ଭିତରେ ତାଙ୍କର ବହୁତ ସ୍କଲାର, ବ୍ରିଟିଶର ବହୁତ ସ୍କଲାର ଆସିକିରି ଆମର ବିଭିନ୍ନ ନର୍ଥ ଇଷ୍ଟରେ, ଇଷ୍ଟରେ, ଇଷ୍ଟ ଜୋନ୍ରେ, ସାଉଥରେ, ପର୍ଟିକୁଲାରଲି ନର୍ଥ ଇଷ୍ଟରେ ବିଭିନ୍ନ ପ୍ରକାର ଲୋକମାନଙ୍କୁ ଷ୍ଟଡି କଲେ ଏବଂ ତାଙ୍କୁ ବିଚାର କଲେ ଯେ ଏଇ ଲୋକମାନଙ୍କର ବିଭିନ୍ନତା ଏତେ ଅଛି, ତେଣୁ ଲୋକମାନଙ୍କର ଉପରେ ତାଙ୍କର ବ୍ରିଟିଶ ରିଲିଜିଅନ୍ ମାନେ ଖ୍ରୀଷ୍ଟିଆନିଟି ପ୍ରିଚ୍ କରିବାକୁ ଆରମ୍ଭ କଲେ ଏବଂ ଲୋକମାନଙ୍କର ପ୍ରୋବ୍ଲେମ୍ ସଲ୍ଭ କରିବାକୁ ଆରମ୍ଭ କଲେ। ଯାହା ଲୋକମାନେ ବିଭିନ୍ନ ଗରିବ ଥାଆନ୍ତି, ତାଙ୍କୁ ଖାଇବା ପିଇବା ମେଡ଼ିସିନ ଦେଇ, ତାଙ୍କୁ ପ୍ରଲୋଭନ ଦେଖାଇ ଆସ୍ତେ ଆସ୍ତେ ତାଙ୍କର ରିଲିଜିଅନ୍ ଉପରେ ଅଧ୍ୟୟନ କରି ତାଙ୍କୁ ଖ୍ରୀଷ୍ଟିଆନିଟି ଖ୍ରୀଷ୍ଟିଆନିଟିରେ କନଭର୍ଟ କରିବାକୁ ଚେଷ୍ଟା କଲେ। ଏବଂ ତାକୁ କେହି କିଛି ବିରୋଧ କଲେନି, ଯେହେତୁ ବ୍ରିଟିଶ କଲୋନି, ବ୍ରିଟିଶ ଶାସନ, ସେରକମ ଚାଲିଲା। ଏହା ଫଳରେ ଇଣ୍ଡିଆନ ସ୍କଲାର ମାନେ, ସେତେବେଳର ଗୋଟେ ଇଣ୍ଡିଆନ ସ୍କଲାର, ସେମାନେ ଚିନ୍ତା କଲେ ଆରେ ଆନ୍ଥ୍ରୋପୋଲୋଜି ସୁନ୍ଦର ପାଠ ଏବଂ ଆନ୍ଥ୍ରୋପୋଲୋଜି ଆମ ଦେଶରେ ବି ଖୋଲିଲେ ହୁଅନ୍ତା। ତେଣୁ ପ୍ରଥମେ 1919 ମସିହାରେ ବମ୍ବେ ୟୁନିଭର୍ସିଟିରେ ସୋସିଆଲ ଆନ୍ଥ୍ରୋପୋଲୋଜି ପଢ଼ାଗଲା। ବମ୍ବେ ୟୁନିଭର୍ସିଟିରେ ସୋସିଆଲ ଆନ୍ଥ୍ରୋପୋଲୋଜି ପଢ଼ାଗଲା। ମୁଁ କହିବି ୟା ପରେ ଆଗ ଆନ୍ଥ୍ରୋପୋଲୋଜିର ମିନିଂ ଅଫ୍ ସ୍କୋପ୍ କହିଲା ପରେ ୱିଲ୍ ଡିସ୍କସ୍ ଦି ବ୍ରାଞ୍ଚେସ୍ ଅଫ୍ ଆନ୍ଥ୍ରୋପୋଲୋଜି। ତେଣୁ ସେ ସୋସିଆଲ ଆନ୍ଥ୍ରୋପୋଲୋଜି ମାନେ ସାମାଜିକ ନେତୃତ୍ୱ ପଢ଼ାଗଲା, ସମାଜ ଉପରେ, ମାନେ ସେଇ ମଣିଷ ବିଷୟରେ ପାଠ ପଢ଼ିବା, ମଣିଷର ଚାଲିଚଳନ, ତାଙ୍କର ଖାଦ୍ୟପେୟ, ଏ ବିଷୟରେ ପାଠ ପଢ଼ିବା ପାଇଁ ତାଙ୍କର ୟୁନିଭର୍ସିଟି ଅଫ୍ ବମ୍ବେ ସେଠି ସେମାନେ ସ୍ଥାପନ କଲେ 1919 ମସିହାରେ। ତାପରେ ପରେ 1921 ମସିହାରେ ଡିପାର୍ଟମେଣ୍ଟ ଆନ୍ଥ୍ରୋପୋଲୋଜି କାଲକାଟା ୟୁନିଭର୍ସିଟିରେ ଖୋଲିଲା। That was the oldest university in our country, Department of Anthropology. ତାପରେ 1947 ମସିହାରେ ଦିଲ୍ଲୀରେ ଖୋଲିଲା, 1950 ମସିହାରେ ଲକ୍ଷ୍ନୌରେ ଖୋଲିଲା, 1952 ମସିହାରେ ଗୌହାଟୀରେ ଖୋଲିଲା ଏବଂ ଆମ ଓଡ଼ିଶାକୁ ଆସିଲା ବେଳକୁ 1957 ମସିହା ହେଇଗଲା। ଉତ୍କଳ ୟୁନିଭର୍ସିଟି ହେଉଛି ଓଡ଼ିଶାର ପ୍ରଥମ ୟୁନିଭର୍ସିଟି ଯିଏକି ଆନ୍ଥ୍ରୋପୋଲୋଜି ବା ନେତୃତ୍ୱ ହ୍ୟୁମାନ ସାଇନ୍ସ ଖୋଲିଲେ ଏବଂ ତାର ପ୍ରଥମ ପ୍ରଫେସର ଆଣ୍ଡ ହେଡ୍ ଅଫ୍ ଦି ଡିପାର୍ଟମେଣ୍ଟ ପ୍ରଫେସର ଆୟାପାନ ରହିଲେ। ତାପରେ ପ୍ରଫେସର ଏଲ୍.କେ. ମହାପାତ୍ର ରହିଥିଲେ। ସୋ ଏହିପରି ଉତ୍କଳ ୟୁନିଭର୍ସିଟିରେ ଆନ୍ଥ୍ରୋପୋଲୋଜି 1957 ମସିହାରେ ଖୋଲାଗଲା। ସୋ ଆସ୍ତେ ଆସ୍ତେ ଆନ୍ଥ୍ରୋପୋଲୋଜିର ବିସ୍ତାର ସାରା ଭାରତ ବର୍ଷରେ ଚାଲିବାକୁ ଲାଗିଲା ଏବଂ ବର୍ତ୍ତମାନ ଆମେ ଦେଖିବା ଆନ୍ଥ୍ରୋପୋଲୋଜିର ବିଭିନ୍ନ
what is the significance? I mean, generally meaning of anthropology, to study about man and about its behavior. And when you have to study about why, what is significance? What is the importance of studying anthropology? ଆମେ ଦେଖିଲେ ବ୍ରିଟିଶର ମାନେ ଆସି ଲୋକମାନଙ୍କର ଚାଲିଚଳନ ତାଙ୍କ ବିଷୟରେ ଅଧ୍ୟୟନ କରି କ'ଣ କଲେ, ଇମିଡ଼ିଏଟଲି ତାଙ୍କର ଖାଦ୍ୟ ସାହାଯ୍ୟ କଲେ, ତାଙ୍କୁ ମେଡ଼ିସିନାଲ କିଛି ସାହାଯ୍ୟ କଲେ, ତାଙ୍କୁ ଡ୍ରେସ୍ ଉପରେ କିଛି ସାହାଯ୍ୟ କଲେ, ଗରିବ ଲୋକମାନଙ୍କୁ, ଟ୍ରାଇବାଲ ଲୋକମାନଙ୍କୁ, ଏବଂ ଏହା ସହିତ ରିଲିଜିଅନକୁ ଚେଞ୍ଜ କଲେ। ସେ ଷ୍ଟଡି କଲେ ଲୋକମାନଙ୍କର ସୋସିଓ ଇକୋନୋମିକ କଣ୍ଡିସନ ଆଣ୍ଡ ବାଇ ଦି ବାଇ ସେ ଚେଷ୍ଟା କଲେ ତାଙ୍କର ରିଲିଜିଅନକୁ ଚେଞ୍ଜ କରିବା ପାଇଁ। ତାମାନେ ଆନ୍ଥ୍ରୋପୋଲୋଜି ଗୋଟେ ତାଙ୍କ ପାଇଁ ଇନଷ୍ଟ୍ରୁମେଣ୍ଟ ହେଲା। ସୋ ଦ ୟୁଜ୍ ଅଫ୍ ଆନ୍ଥ୍ରୋପୋଲୋଜି ଆମେ ଏଇଥିରୁ ଭାବିବା, ଲୋକମାନଙ୍କର ଚାଲିଚଳନ, ଖାଦ୍ୟପେୟ, ତାଙ୍କର ବ୍ୟବହାର ଜାଣିଲେ ଲୋକମାନଙ୍କ ସମ୍ବନ୍ଧରେ, ଲୋକମାନଙ୍କର ଉପକାର ପାଇଁ, ଲୋକମାନଙ୍କର ସମାଜର ୱେଲଫେୟାର ପାଇଁ, ସାମାଜିକ ଉନ୍ନତି ପାଇଁ ଲାଗିପାରିବ। ମୂଳ ଜିନିଷ ହେଲା ଆମେ ଆନ୍ଥ୍ରୋପୋଲୋଜିକାଲ ନଲେଜ ପାଇଲେ, ମଣିଷ ବିଷୟରେ ଜ୍ଞାନ ପାଇଲେ, ସେମାନଙ୍କର ଉନ୍ନତି, ସେମାନଙ୍କର ୱେଲଫେୟାର, ସାମଗ୍ରିକ ୱେଲଫେୟାର ବିଷୟରେ ଜାଣିପାରିବା। ଏବଂ ଆମେମାନେ ନେତୃତ୍ୱବିତ ମାନେ ବା ବିଜ୍ଞାନୀ ମାନେ, ମାନବ ବିଜ୍ଞାନୀ ମାନେ ଆଡମିନିଷ୍ଟ୍ରେଟର ମାନଙ୍କୁ ଆଡଭାଇସ୍ ଦେଇପାରିବେ ଯେ ଏଇ ପ୍ରୋବ୍ଲେମରେ ଏଇସବୁ ସମାଜର ଦୁର୍ବଳତା ରହିଛି, ପ୍ରୋବ୍ଲେମ ରହିଛି, ଯେଉଁଥିପାଇଁ ଲୋକମାନେ ଆଗେଇ ପାରୁନାହାନ୍ତି, ସମାଜ ଆଗେଇ ପାରୁନାହାନ୍ତି, ଶିକ୍ଷା ହଉ, ସ୍ୱାସ୍ଥ୍ୟ ହଉ, ତାଙ୍କର ଅର୍ଥନୀତି ହଉ। ତେଣୁ ସେମାନେ ଏଇସବୁ ବିଷୟରେ ସାହାଯ୍ୟ କରିବା ପାଇଁ ଆନ୍ଥ୍ରୋପୋଲୋଜିର ନଲେଜଟାକୁ ଲାଗେ, ଯେଉଁଟାକୁ ସେମାନେ କହୁଛନ୍ତି ୟୁଜେସ୍ ଅଫ୍ ଆନ୍ଥ୍ରୋପୋଲୋଜି ଅର୍ ୟୁଜେସ୍ ଅଫ୍ ଆନ୍ଥ୍ରୋପୋଲୋଜିକାଲ ନଲେଜ। ପର୍ଟିକୁଲାରଲି ଏଇଟା ମୁଁ କହୁଛି ଯେଉଁଟା ସୋଶାଲ ଆନ୍ଥ୍ରୋପୋଲୋଜିକାଲ ନଲେଜ, ପରେ ଫିଜିକାଲ ଆନ୍ଥ୍ରୋପୋଲୋଜି ବା ପ୍ରିହିଷ୍ଟ୍ରିକ୍ ଆର୍କିଓଲୋଜି ଯେଉଁଟାକ ବ୍ରାଞ୍ଚେସ୍ ଅଫ୍ ଆନ୍ଥ୍ରୋପୋଲୋଜି, ତା ବିଷୟରେ ଆମେ ପରେ ଆଲୋଚନା କରିବା। ତେଣୁ ଗ୍ରାଜୁଆଲି ଆମେ ଦେଖିଲେ ଯେତେବେଳେ ଆନ୍ଥ୍ରୋପୋଲୋଜିର ଇମ୍ପୋର୍ଟାନ୍ସ ବା ସିଗ୍ନିଫିକାନ୍ସ ବହୁତ ରହୁଛି, ଗ୍ରାଜୁଆଲି ବିଭିନ୍ନ ଡିପାର୍ଟମେଣ୍ଟ, ବିଭିନ୍ନ ୟୁନିଭର୍ସିଟିରେ ଆନ୍ଥ୍ରୋପୋଲୋଜି ଖୋଲିବାକୁ ଲାଗିଲା। ବର୍ତ୍ତମାନ ଆମେ ଚିନ୍ତା କରିବା ବା ଆମେ ପଢ଼ିବା ଆନ୍ଥ୍ରୋପୋଲୋଜିର କ'ଣ କ'ଣ ବିଭିନ୍ନ ବ୍ରାଞ୍ଚେସ୍ ରହୁଛି। ହଁ, ବ୍ରାଞ୍ଚେସ୍ ଯିବା ପୂର୍ବରୁ ଆମେ ଦେଖିବା ଆନ୍ଥ୍ରୋପୋଲୋଜିର ଯେଉଁ ମେନ୍ ମେଥଡ଼ଟା, ସୋସିଓଲୋଜି ହଉ ବା ଅଦର ସୋସିଓଲୋଜିକାଲ ସବଜେକ୍ଟ ହଉ, ସୋସିଆଲ ୱାର୍କ ହଉ, ସାଇକୋଲୋଜି ହଉ, ଡିଫରେନ୍ସ ହେଉଛି ଆମେ ମାନେ କମ୍ପେୟାର କରୁଛେ, କଲଚରକୁ କମ୍ପେୟାର କରୁଛେ ଆଉ ଗୋଟେ କଲଚର ସହିତ, ଗୋଟିଏ ସମାଜ ସହିତ ଆଉ ଗୋଟେ ସମାଜର ବିଭିନ୍ନ ବିହେଭିୟରକୁ, ବିଭିନ୍ନ ତାଙ୍କର ରୀତିନୀତିକୁ କମ୍ପେୟାର କରୁଛେ। ଇଟ୍ସ ଏ କମ୍ପାରେଟିଭ ଷ୍ଟଡି। ସୋ କମ୍ପାରେଟିଭ ଷ୍ଟଡି ହେଲା ଫଳରେ କ'ଣ ସୁବିଧା ହେଉଛି ନା, କେଉଁ ଏରିଆରେ ଲୋକମାନେ କି ପ୍ରକାର ବ୍ୟବହାର, କି ପ୍ରକାର ଚାଲିଚଳନ, କାହାର ଅର୍ଥନୀତି କେମିତି ଅବସ୍ଥାରେ ଅଛି, ତ ସେଇ ଅବସ୍ଥାରେ ଆମେ ତାଙ୍କ ପାଇଁ ଖସଡ଼ା ବା ପ୍ଲାନ୍ ବା ବିଭିନ୍ନ ପ୍ରକାର ପ୍ରୋଗ୍ରାମସ ଚିନ୍ତା କରି ଦେଇପାରିବା। ସୋ ଏବେ ତାର ସ୍କୋପ ଅଫ୍ ଆନ୍ଥ୍ରୋପୋଲୋଜି ଏଇ ଦୃଷ୍ଟିରୁ ଲୋକମାନଙ୍କର ଡେଭଲପମେଣ୍ଟ ପାଇଁ, ସାମାଜିକ ଡେଭଲପମେଣ୍ଟ ପାଇଁ, ଗରିବ ଲୋକମାନଙ୍କର ଡେଭଲପମେଣ୍ଟ ପାଇଁ ବହୁତ କିଛି ରହିଛି, ବହୁତ ଉପରେ ରହିଛି। କେବଳ ଯେ କିନ୍ତୁ ଆଜିକାଲି କ'ଣ ହେଉଛି, ଖାଲି ତ ଗରିବମାନଙ୍କର ଡେଭଲପମେଣ୍ଟ କଲେ ହେବନି ବା ଆଦିବାସୀ ମାନଙ୍କର ଡେଭଲପମେଣ୍ଟ କଲେ ହେବନି। ଆନ୍ଥ୍ରୋପୋଲୋଜି ଆସ୍ତେ ଆସ୍ତେ ରୁରାଲ ବା ପିଜେଣ୍ଟ ସୋସାଇଟି ଅଧ୍ୟୟନ ଆରମ୍ଭ କଲେ, ଅର୍ବାନ ସୋସାଇଟି ଆରମ୍ଭ କଲେ। ସୋ ବର୍ତ୍ତମାନ ଆନ୍ଥ୍ରୋପୋଲୋଜିର ଡେଫିନେସନ ଅନୁସାରେ ସାମଗ୍ରିକ ଷ୍ଟଡି, ମଣିଷ ସେ ବଣ ଜଙ୍ଗଲରେ ରୁହନ୍ତୁ, ଗାଁ ଗହଳିରେ ରୁହନ୍ତୁ ବା ଅର୍ବାନ ଏରିଆରେ ରୁହନ୍ତୁ, ଇଣ୍ଡଷ୍ଟ୍ରିଆଲ ଏରିଆରେ ରୁହନ୍ତୁ, ସବୁ ଏରିଆର ଲୋକମାନଙ୍କର ପ୍ରୋବ୍ଲେମ ଷ୍ଟଡି କରିବାକୁ ଆନ୍ଥ୍ରୋପୋଲୋଜିକାଲ ସିଲାବସରେ ରଖାଯାଇଛି ଏବଂ ପିଲାମାନେ ତାକୁ ପଢ଼ୁଛନ୍ତି। ତା ଛଡ଼ା ବି ଆମର ବିଭିନ୍ନ ସମୟରେ ଫ୍ଲଡ୍ ହେଉଛି, ଡ୍ରାଉଟ୍ ହେଉଛି, ସାଇକ୍ଲୋନ ହେଉଛି, ତା ଫଳରେ ଲୋକମାନଙ୍କର ବିଭିନ୍ନ ପ୍ରକାର ପ୍ରୋବ୍ଲେମ ହେଉଛି, ଅର୍ଥନୈତିକ ପ୍ରୋବ୍ଲେମ ହେଉଛି, ଇକୋନୋମିକ ହେଲ୍ଥ ପ୍ରୋବ୍ଲେମ ହେଉଛି, ସାମାଜିକ ପ୍ରୋବ୍ଲେମ ହେଉଛି। ସୋ ଏସବୁକୁ ଟ୍ରିଟମେଣ୍ଟ କରିବା ପାଇଁ ମଧ୍ୟ ଆଉ ଗୋଟେ ନୂଆ ସବଜେକ୍ଟ, ନୂଆ ବ୍ରାଞ୍ଚ ବା ନୂଆ ମଡ୍ୟୁଲ ଆନ୍ଥ୍ରୋପୋଲୋଜି ଚିନ୍ତା କରାଗଲା, ତାକୁ କରାଗଲା ବିଜନେସ୍ ବା ଡିଜାଷ୍ଟର ମ୍ୟାନେଜମେଣ୍ଟ ବା ଡିଜାଷ୍ଟର ଆନ୍ଥ୍ରୋପୋଲୋଜି। ସୋ ଆଜିକାଲି ତୁମେ ଜାଣିଛ ଡିଜାଷ୍ଟର ପରେ ବି ଲୋକମାନଙ୍କର ବିଜନେସ୍ ମ୍ୟାନେଜମେଣ୍ଟ ଗୋଟେ ଜୋରସୋର ଚାଲିଛି ସବୁଆଡ଼େ। ସୋ ବିଜନେସ୍ ଆନ୍ଥ୍ରୋପୋଲୋଜି ତା ଭିତରେ ଆସ୍ତେ ଆସ୍ତେ ଇନକ୍ଲୁଡ କରାଗଲା। ସୋ ବିଜନେସ୍ ଆନ୍ଥ୍ରୋପୋଲୋଜି କ'ଣ କହିଲା ବେଳେ ଲୋକମାନେ ବୁଝିପାରିଲେ, ବିଜନେସ୍ ସହିତ ଆନ୍ଥ୍ରୋପୋଲୋଜି କ'ଣ ସମ୍ପର୍କ?
ଆରେ ବିଜନେସ୍ ତ ଲୋକମାନଙ୍କୁ ନେଇ ସମ୍ପର୍କ, ବିଜନେସ୍ ତ ଅର୍ଥନୀତିକୁ ନେଇ ସମ୍ପର୍କ। ତେଣୁ ଏଇଟା ପିଲାମାନଙ୍କ ପାଇଁ କ'ଣ ଚାହିଦା, ପୁଅମାନଙ୍କ ପାଇଁ କ'ଣ ଚାହିଦା, ଝିଅମାନଙ୍କ ପାଇଁ କ'ଣ ଚାହିଦା, ବୁଢ଼ାମାନଙ୍କ ପାଇଁ କ'ଣ ଚାହିଦା, ଏସବୁ ପାଇଁ ଯେକୌଣସି ବିଜନେସ୍ ପାଇଁ ଗୋଟେ ଏରିଆ ଗୋଟେ କମ୍ୟୁନିଟିକି ଷ୍ଟଡି କରିବାକୁ ପଡ଼ିବ। ସେ କମ୍ୟୁନିଟି ଷ୍ଟଡି ନ କଲେ, ତାଙ୍କର ପପୁଲେସନ୍ ଷ୍ଟଡି ନ କଲେ, ତାଙ୍କର ଏଜ୍ ଗ୍ରୁପ୍ ଏଜ୍ ଗ୍ରେଡ୍, ତାଙ୍କର ଜେଣ୍ଡର ଷ୍ଟଡି ନ କଲେ, ତାଙ୍କର ନିଡ୍ ଷ୍ଟଡି ନ କଲେ ମାର୍କେଟ ଫେଲିଓର ହେଇଯିବ। ତ ତାଙ୍କର ନିଡ୍ ଅନୁସାରେ ଆମକୁ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଇବାକୁ ପଡ଼ିବ। ସୋ ଆନ୍ଥ୍ରୋପୋଲୋଜି ଏରକମ ବ୍ୟାପକ, ଆନ୍ଥ୍ରୋପୋଲୋଜିର ସବଜେକ୍ଟ ଏରକମ ବ୍ୟାପକ ଚାରିଆଡ଼େ ବିଭିନ୍ନ ଦେଶରେ, ପର୍ଟିକୁଲାରଲି ଆମ ଦେଶରେ ସବୁ ଫିଲ୍ଡରେ ଆମର ବ୍ୟାପି ଯାଇଛି ବା ଖୋଲି ଯାଇଛି। ଆଜିକାଲି ସମସ୍ତେ ସବୁ ବିଷୟ, ସେଥିପାଇଁ ଆମେ ତାକୁ ସାମଗ୍ରିକ ବା ହୋଲିଷ୍ଟିକ୍ ନଲେଜ ବୋଲି କହୁଛୁ। ଯଦି ଆମେ ଦେଖିବା ଆନ୍ଥ୍ରୋପୋଲୋଜିର ଏଇସବୁ ଫେଜ୍କୁ ନେଇକିରି ଆମେ ଯେତେବେଳେ କହିଲେ ପ୍ରଥମେ ଆନ୍ଥ୍ରୋପୋଲୋଜି ଯେତେବେଳେ ଡେଭଲପ୍ ହେଲା, ଆନ୍ଥ୍ରୋପୋଲୋଜି ସବଜେକ୍ଟ ଆସିନଥିଲା, ଆମେ ସେତେବେଳେ କହୁଛୁ ସେଟାକୁ ପ୍ରୋ ଆନ୍ଥ୍ରୋପୋଲୋଜି ପିରିୟଡ଼ ବା ପ୍ରୋଟୋ ଆନ୍ଥ୍ରୋପୋଲୋଜି ପିରିୟଡ଼, ବିଫୋର ଆନ୍ଥ୍ରୋପୋଲୋଜି started as a subject, as a discipline, as a scientific subject. And much before, you can say, as I told before, ଆମର BC ଆମର ବେଦିକ ପିରିୟଡ଼ଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବା 15-16 ସେଞ୍ଚୁରୀ ପର୍ଯ୍ୟନ୍ତ। ତାପରେ ଆମେ ଦେଖିଲେ କ'ଣ, ଯେତେବେଳେ ଗୋଟେ ଫର୍ମେଟିଭ ଷ୍ଟେଜ୍ ଅଫ୍ ଆନ୍ଥ୍ରୋପୋଲୋଜି ଆସିଲା 1774ରୁ 1911 ମସିହା ପର୍ଯ୍ୟନ୍ତ, ଆମେ ତାକୁ କହୁଛେ ଫର୍ମେଟିଭ ଷ୍ଟେଜ୍। ସେ ଫର୍ମେଟିଭ ଷ୍ଟେଜ୍ ଆସିଲା, ତାପରେ ପରେ 1912ରୁ 1937 ତାକୁ ଆମେ କହୁଛେ କନଷ୍ଟ୍ରକ୍ଟିଭ ଷ୍ଟେଜ୍। ବିଭିନ୍ନ ପ୍ରକାର ଆନ୍ଥ୍ରୋପୋଲୋଜିର ବିଭିନ୍ନ ବ୍ରାଞ୍ଚ ଉପରେ ଚିନ୍ତା କରାଗଲା, କ'ଣ କେମିତି କେଉଁଠି ଖୋଲାଯିବ ଚିନ୍ତା କରାଗଲା, ଆନ୍ଥ୍ରୋପୋଲୋଜିର ବିଭିନ୍ନ ଡିପାର୍ଟମେଣ୍ଟ ବିଭିନ୍ନ ବ୍ରାଞ୍ଚେସ୍ ସବୁ ଚିନ୍ତା କରାଗଲା। ସୋ ସେଇ ପିରିୟଡ଼ଟା ଗୋଟେ କନଷ୍ଟ୍ରକ୍ଟିଭ ଷ୍ଟେଜ୍ ଚାଲିଲା ଆନ୍ଥ୍ରୋପୋଲୋଜିର। ତାପରେ ପରେ ଆନ୍ଥ୍ରୋପୋଲୋଜିର 1938 ପରେ till now particularly, the anthropology is in a critical stage, very, you can say, very advanced stage. ତଥାପି anthropology, as I say, ଆହୁରି ବହୁତ ଜିନିଷ ଅଛି anthropology ଜାଣିବା ପାଇଁ। ଏ ଯେଉଁ କହିଲି ପାଷ୍ଟ ଷ୍ଟଡିଜ୍ ଏବଂ ଫ୍ୟୁଚରିଷ୍ଟିକ୍ ଷ୍ଟଡି ଉପରେ ଜାଣିବା ପାଇଁ ଆମର ତମେ ପିଲାମାନେ, ୟଙ୍ଗ ପିଲାମାନେ ଯେତେବେଳେ ହାୟର ଷ୍ଟଡିଜ୍ କରିବ, ହାୟର କୋର୍ସ କରିବ, ଜାଣିପାରିବ, you can build a career 100% in anthropology and study the new dimensions of anthropology and research on that. Now coming to, after the meaning and scope of anthropology, let us now discuss the various branches. The first branch, as we discussed, was socio-cultural anthropology ବା ସାମାଜିକ ନେତୃତ୍ୱ, ଯେଉଁଟାକି ଆମେ ପ୍ରଥମେ 1919 ମସିହାରେ ବମ୍ବେରେ ଆରମ୍ଭ ହେଲା। ଫାଷ୍ଟ ବ୍ରାଞ୍ଚ ସାମାଜିକ ନେତୃତ୍ୱ, ଯେଉଁଟାକି ବ୍ରିଟିଶର ମାନେ ଆସିକିରି ଭାରତବର୍ଷରେ ସାମାଜିକ ନେତୃତ୍ୱ ହିଁ ପଢ଼ିବାକୁ ଆରମ୍ଭ କଲେ ବା ଲୋକମାନଙ୍କର ସମାଜକୁ ଅନୁଧ୍ୟାନ କଲେ, ତାଙ୍କର ଚାଲିଚଳନକୁ ଅନୁଧ୍ୟାନ କଲେ, ତାଙ୍କର ବ୍ୟବହାରକୁ ଅନୁଧ୍ୟାନ କଲେ। ତା ଉପରେ ସେମାନେ ବିଭିନ୍ନ ପ୍ରୋବ୍ଲେମ୍ ସଲ୍ଭ କରିବାର ଚିନ୍ତାଧାରା କରିଥିଲେ। ତେଣୁ ସାମାଜିକ ଆନ୍ଥ୍ରୋପୋଲୋଜି ଗୋଟେ ଭେରି ଇମ୍ପୋର୍ଟାଣ୍ଟ ବ୍ରାଞ୍ଚ ଏବଂ ପ୍ରଥମ ବ୍ରାଞ୍ଚ ଅଫ୍ ଆନ୍ଥ୍ରୋପୋଲୋଜି, ତା ଉପରେ ଚିନ୍ତା କରାଗଲା। ଏ ସାମାଜିକ ଆନ୍ଥ୍ରୋପୋଲୋଜିରେ ତାଙ୍କର ସମାଜର ବିଭିନ୍ନ ତାଙ୍କର ବିବାହ ପ୍ରଥା, ତାଙ୍କର ଜ୍ଞାତି କୁଟୁମ୍ବ ପ୍ରଥା, ତାଙ୍କର ପରିବାର ପ୍ରଥା, ତାଙ୍କର ସେଥିରେ ଆସି ତାଙ୍କର ଇଭିନ୍ ତାଙ୍କର ଭାଷା, ସେମାନେ କେମିତି ଭାଷା ପ୍ରୟୋଗ କରୁଛନ୍ତି, ଭାଷା ପାଇଁ ଆଉ ଗୋଟେ ବ୍ରାଞ୍ଚ ଆସୁଛି, ଦ୍ୟାଟ୍ ଇଜ୍ ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି। କିନ୍ତୁ ସେଥିରେ ବି ସୋସିଆଲ ଆନ୍ଥ୍ରୋପୋଲୋଜି ମାନେ ପ୍ରଥମେ ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ସୋସିଆଲ ଆନ୍ଥ୍ରୋପୋଲୋଜି ଅଣ୍ଡରରେ ଥିଲା। କାରଣ ଭାଷା ନ କହିଲେ ଲାଙ୍ଗୁଏଜ ଇଜ୍ ଏ କମ୍ୟୁନିକେସନ୍, ଇଜ୍ ଏ you can say is a bridge over two persons, two societies. ନିଜର ମନ କଥା, ନିଜର ଭାବ, how they express, so it is ଭାଷା। ତେଣୁ ଭାଷା ବି ପ୍ରଥମେ ସୋସିଓ କଲଚରାଲ ଆନ୍ଥ୍ରୋପୋଲୋଜିରେ ପଢ଼ା ହେଉଥିଲା। ପରେ ଭାଷାରେ ଏତେ ଜିନିଷ ପଢ଼ାଗଲା ଯେ ତାକୁ ଗୋଟେ ନୂଆ ବ୍ରାଞ୍ଚ କରାଗଲା ଏବଂ ତାକୁ ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ବୋଲି ଆଉ ଗୋଟେ ବ୍ରାଞ୍ଚ କରାଗଲା। ତ ସାମାଜିକ ନେତୃତ୍ୱ ପରେ ପରେ ଆମର ଦେଖୁଛେ ସମାଜର ବିଭିନ୍ନ ସ୍ଥିତି, ସମାଜର ବିଭିନ୍ନ ଷ୍ଟେଜ୍ ଅଫ୍ ଡେଭଲପମେଣ୍ଟ, ମ୍ୟାରେଜର ଡେଭଲପମେଣ୍ଟ, ଫ୍ୟାମିଲିର ଡେଭଲପମେଣ୍ଟ, ଜାତି ପ୍ରଥା, ଧର୍ମ ପ୍ରଥା, ସବୁ
ଷ୍ଟଡି କରିବା ପାଇଁ ଆମର ଚିନ୍ତା କରାଗଲା। ବିଭିନ୍ନ ଆନ୍ଥ୍ରୋପୋଲୋଜିଷ୍ଟ ବିଭିନ୍ନ କଲେଜରେ ବିଭିନ୍ନ ୟୁନିଭର୍ସିଟିରେ ସେମାନେ ପିଲାମାନଙ୍କୁ ମାସେ ହଉ 20 ଦିନ ହଉ ଏଇସବୁ ସାମାଜିକ ସ୍ଥିତି ଷ୍ଟଡି କରିବା ପାଇଁ ଫିଲ୍ଡକୁ ଚାଲିବାକୁ ଗଲେ। ଫିଲ୍ଡ ମାନେ ଯେଉଁଠି ସେମାନେ ଯାଆନ୍ତି, ଯେକୌଣସି ଗୋଟେ ଗାଁ ହଉ ବା ଯେକୌଣସି ଗୋଟେ ଏରିଆ ହଉ, ପର୍ଟିକୁଲାରଲି ରୁରାଲ ବା ଟ୍ରାଇବାଲ ଏରିଆ। ଆଗରୁ ଟ୍ରାଇବାଲ ଏରିଆ ବା ଯେଉଁମାନେ ଏ ସହରରୁ ଦୂରରେ ରହୁଥିଲେ ସେଇ ଏରିଆରେ ଷ୍ଟଡି କରିବାକୁ ଯାଉଥିଲେ। ଏବଂ ସେଇ ଏରିଆରେ ଷ୍ଟଡି କରିବାର କାରଣ ହେଉଛି ସେଠି ବେଶୀ କଲଚର ଚେଞ୍ଜ ହେଇନଥାଏ। ସେଠି ଲୋକମାନେ ତାଙ୍କର ରୀତିନୀତିରେ ବାନ୍ଧିକି ରହିଥାନ୍ତି। ତେଣୁ ତାଙ୍କୁ ଆମେ କୁହାଯାଏ ଏଇ ଟ୍ରାଇବାଲ ସୋସାଇଟିଜ୍ ଆର୍ କଲଚର ବାଉଣ୍ଡ ସୋସାଇଟିଜ୍। ସେମାନେ ବାହାର ଲୋକକୁ, ବାହାର କଲଚରକୁ, ବାହାର ସମାଜ ପ୍ରତି ଏତେ ଆଗ୍ରହ କରିନଥାନ୍ତି। ତାଙ୍କ ସୋସାଇଟି ସେଥିପାଇଁ ଆମେ କହୁ ଇଟ୍ସ ଏ ବାର୍ଥ ଟୁ ଡେଥ୍ ସୋସାଇଟି। ସେମାନେ ସୋସାଇଟିରେ ସେଇ କମ୍ୟୁନିଟିରେ ସେଇ ବଣ ଜଙ୍ଗଲରେ ଜନ୍ମ ହୁଅନ୍ତି, ବଣି ଜଙ୍ଗଲରେ ଚଳନ୍ତି, ବଢ଼ନ୍ତି, ଖାଆନ୍ତି, ପିଅନ୍ତି। ତାଙ୍କର ଜେନେରେସନ୍ ଟୁ ଜେନେରେସନ୍ ରୀତିନୀତି ପ୍ରଭାବ ହୁଏ ଏବଂ ସେଇ ବଣ ଜଙ୍ଗଲରେ ସେମାନେ ହଜିଯାଆନ୍ତି। କାଳକ୍ରମେ ଯେତେବେଳେ ଚେଞ୍ଜ ହୁଏ, ଗୋଟେ କଲଚରର ଚେଞ୍ଜ ହୁଏ ଆମେ କହୁଛେ, ଯେଉଁଟାକି ଆମେ କହୁଛେ ସେଇ କମ୍ୟୁନିଟି ମାଇଗ୍ରେଟ୍ କରି ଚାଲିଗଲେ 100 କିଲୋମିଟର 200 କିଲୋମିଟର ଆଗକୁ ଚାଲିଗଲେ। କାରଣ ମାଇଗ୍ରେସନ୍ ବା ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବେ ଖାଦ୍ୟପେୟ ଅନୁସନ୍ଧାନରେ, ପାଠ ଅନୁସନ୍ଧାନରେ। ଆଗରୁ ପାଠ ପାଇଁ ଯାଉନଥିଲେ, ଏବେ ପାଠ ପାଇଁ ଯାଉଛନ୍ତି। ଆଗରୁ ମେନଲି ଖାଦ୍ୟ ଅନୁସନ୍ଧାନରେ, ଅର୍ଥନୀତି ଅନୁସନ୍ଧାନରେ ସେମାନେ ଗୋଟେ ଜାଗାରେ ସରିଗଲା ଖାଦ୍ୟପେୟ, ଆଉ ଗୋଟେ ଜାଗାକୁ ଯାଉଥିଲେ। ମାନେ ନମାଡିକ୍, ସେମି ନମାଡିକ୍ ଏରିଆରେ ରହୁଥିଲେ। ତେଣୁ ଗୋଟେ ଜାଗାରେ ରହିଗଲେ ଯେଉଁମାନେ ମେନ୍ ଲୋକ, ଯଦି 100 କିଲୋମିଟର 50 କିଲୋମିଟରକୁ ଗଲେ ସେଠି ଯେଉଁ ଲୋକମାନେ ଆଗରୁ ଥିବେ ତାଙ୍କ ସହିତ ମିଶି ତାଙ୍କର କଲଚରାଲ କିଛି ବା ସାଂସ୍କୃତିକ ପରିବର୍ତ୍ତନ କିଛି ଆସୁଛି। ତେଣୁ ସେଇ ଲୋକ ଯଦି ସ୍ପେସିଆଲ ଡିଷ୍ଟ୍ରିବ୍ୟୁସନ୍ ହେଲା ବା ଜିଓଗ୍ରାଫିକ୍ ଚେଞ୍ଜ ହେଲା, ଦୂରରେ ରହିଲେ ତାଙ୍କର କଲଚରର ଟିକେ ଡିଫରେନ୍ସ ଆସୁଛି। ଏବଂ ସେଇ ଲୋକ ସମୟକ୍ରମେ ଗତ 50 ବର୍ଷ ପରେ ବା 50 ବର୍ଷ ପୂର୍ବରୁ ଏକା କଲଚର ନଥିବ, ସେ ବି ଚେଞ୍ଜ ହେଉଥିବ। ତୁମମାନେ ଭାବିବ ଯେ ସେମାନେ ତ କୁଆଡ଼େ ଗଲେନି, ସେଇ ଏରିଆରେ ରହିଲେ କେମିତି ଚେଞ୍ଜ ହେଉଛି? ସେ ଚେଞ୍ଜ ହେବାର କାରଣ ବେଳେବେଳେ ନିଜ ନିଜ ଭିତରେ କିଛି ଗୋଟେ ନୂଆ ଜିନିଷ ସେମାନେ ଆବିଷ୍କାର କରନ୍ତି। ନୂଆ ଜିନିଷ ଆବିଷ୍କାର କଲା ପରେ ସେ ତାଙ୍କ ଭିତରେ ସ୍ପ୍ରେଡ୍ କରିଯାଏ। ସେ ନଲେଜଟା ଇନଭେନ୍ସନ୍ ଟେକ୍ନିକ୍ କୁହନ୍ତି। ଏବଂ ବେଳେବେଳେ କ'ଣ ହୁଏ, ଯେଉଁ କେତେ ଲୋକ ବାହାରକୁ ଯାଇଥାନ୍ତି, ମାସେ 2 ମାସେ 6 ମାସେ ବାହାରେ ରହିକି ଫେରନ୍ତି ଗାଁକୁ, ସେମାନେ କିଛି କିଛି ନୂଆ ଆଇଡ଼ିଆ, ନୂଆ ଜିନିଷ ଇଣ୍ଟ୍ରୋଡ୍ୟୁସ୍ କରନ୍ତି ଗାଁ ଭିତରେ ବା ସମାଜ ଭିତରେ। ସେଗୁଡ଼ାକ ଆସ୍ତେ ଆସ୍ତେ ସମାଜରେ ଆକ୍ସେପ୍ଟେଡ୍ ହୁଏ। ଯଦି ଆକ୍ସେପ୍ଟ ନହେଲା ଫେରି ରିଟର୍ନ କରିଯାଏ। ଯଦି ଆକ୍ସେପ୍ଟ ହେଲା ନୂଆ ଆଇଡ଼ିଆସ୍, ନୂଆ ଟ୍ରେଡ୍ସ, ସେଇଟା ନିଜର ଅରିଜିନାଲ କଲଚର ସହିତ ଆସିମିଲେଟ୍ କରିଯାଏ। ସୋ ଗ୍ରାଜୁଆଲି 50 ବର୍ଷରେ ଯେଉଁ କଲଚର ଥିବ, ଯେଉଁ ପ୍ରକାର ବିହେଭିୟର ଥିବ, ଯେଉଁ ପ୍ରକାର ଚାଲିଚଳନ ଥିବ, ଯେଉଁ ପ୍ରକାର ଡ୍ରେସ୍ ସିଷ୍ଟମ ଥିବ, ସେଗୁଡ଼ା ତ ସେଇ ଜାଗାରେ ରହିକିରି ବି ତାଙ୍କର ଚେଞ୍ଜ ହେଉଛି। ତାକୁ କହନ୍ତି ଆମେ ଗୋଟେ ଜାଗାରେ ରହିଛନ୍ତି ଏବଂ ଚେଞ୍ଜ ୱିଥ୍ ଟାଇମ୍। ତ ଚେଞ୍ଜ ୱିଥ୍ ଟାଇମ୍ ବା ଚେଞ୍ଜ ୱିଥ୍ ସ୍ପେସ୍ ହେଉଛି, ତାକୁ କିଏ କିଏ କହୁଛନ୍ତି ବା ଆମର ଆଉ ଗୋଟେ କଲଚରାଲ ରିଲେଟିଭିଜିମ୍ ବୋଲି କହୁଛନ୍ତି। ବା ମାନେ ଗୋଟେ ଜାଗାର କଲଚର ସବୁଠି ସମାନ ନୁହେଁ, ସବୁଠି ଡିଫରେଣ୍ଟ। ଡିଫରେଣ୍ଟ ସୋସାଇଟିର ଡିଫରେଣ୍ଟ କଲଚର ଏବଂ ଡିଫରେଣ୍ଟ ଟାଇମରେ ବି କଲଚର ଚେଞ୍ଜ ହେଉଛି। ତେଣୁ କଲଚର ରିଲେଟିଭିଜିମ୍ ବୋଲି ତାକୁ ସେମାନେ ବା ଆମର ନେତୃତ୍ୱବିତ୍ ମାନେ, ସାମାଜିକ ନେତୃତ୍ୱବିତ୍ ମାନେ ତାଙ୍କର ମତ ପ୍ରକାଶ କରିଛନ୍ତି। ସୋ ସାଂସ୍କୃତିକ ବା ସାମାଜିକ ନେତୃତ୍ୱ ଏତେ ବିସ୍ତାର, ତାର ଟୋଟାଲ ଆନ୍ଥ୍ରୋପୋଲୋଜିର ଯଦି ଆମେ ଡିଭାଇଡ୍ କରିବା, ସାମାଜିକ ନେତୃତ୍ୱ କେବଳ 60% ନେଇଯିବ ତାର ସେୟାର। ବାକି ଯେଉଁ ରହିବ 40%, ନେକ୍ସଟ ବ୍ରାଞ୍ଚ 20% ନେଇଯିବ ବାୟୋଲୋଜିକାଲ ରିସର୍ଚ୍ଚ ବା ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି ବା ଶାରୀରିକ ନେତୃତ୍ୱ। ବାକି 10% ନେଇଯିବ ବା 10% ନେଇଯିବ ତୁମର ପ୍ରାଗ ଐତିହାସିକ ବା ଆର୍କିଓଲୋଜି ବା ପ୍ରି ହିଷ୍ଟ୍ରି। ଆଉ ଗୋଟେ ବ୍ରାଞ୍ଚ ଯେଉଁଟା କହିଲି ସୋସିଆଲ ଆନ୍ଥ୍ରୋପୋଲୋଜିରୁ ପରେ ଚେଞ୍ଜ ହେଇଛି, ଯେଉଁଟାକି ପରେ ହେଇକି ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ହେଇଛି, ସେ ଆନାଦର 5 to 10% ନେଇଯିବ। ଏବଂ କାଳକ୍ରମେ ଆଉ 2ଟି ବ୍ରାଞ୍ଚ ମଧ୍ୟ ତା ଭିତରେ ପ୍ରବେଶ କରିଛି ଆନ୍ଥ୍ରୋପୋଲୋଜିରେ। ଆମେ ସେଟାକୁ ଦେଖୁଛୁ, ମାନେ କହୁଛନ୍ତି ନଲେଜ, ୟୁଜ୍ ଅଫ୍ ନଲେଜ। ତ
ତାକୁ ଆପ୍ଲାଏଡ୍ ଆନ୍ଥ୍ରୋପୋଲୋଜି ବୋଲି କିଏ କହୁଛନ୍ତି ବା ଆନ୍ଥ୍ରୋପୋଲୋଜି ଇନ୍ ଡେଭଲପମେଣ୍ଟ କହୁଛନ୍ତି। ଏବଂ ରିସେଣ୍ଟଲି ମେ ବି ଫ୍ୟୁ ଇୟର୍ସ ବ୍ୟାକ୍ ପପୁଲେସନ୍ ଆନ୍ଥ୍ରୋପୋଲୋଜି ଇଣ୍ଟ୍ରୋଡ୍ୟୁସ୍ ହେଇଛି, ଯେଉଁଟାକି ଆମେ ଡେମୋଗ୍ରାଫିକ୍ ଆନ୍ଥ୍ରୋପୋଲୋଜି ବୋଲି କିଏ କହୁଛନ୍ତି, ପପୁଲେସନ୍ ଆନ୍ଥ୍ରୋପୋଲୋଜି ବା ଡେମୋଗ୍ରାଫିକ୍ ଆନ୍ଥ୍ରୋପୋଲୋଜି। ସୋ କାହିଁକି ପପୁଲେସନ୍ ଆନ୍ଥ୍ରୋପୋଲୋଜି ଆସିଲା ନା ଆମେ ସମାଜକୁ ପଢ଼ୁଛେ, ମଣିଷ ବିଷୟରେ ପଢ଼ୁଛେ, ମଣିଷର ଡେଭଲପମେଣ୍ଟ ବିଷୟ ଜାଣିବାକୁ ଚିନ୍ତା କରୁଛେ, ତାଙ୍କ ଉପରେ ବରାବର କାମ ରହୁଛି। ତେଣୁ ମଣିଷର ଡେଭଲପମେଣ୍ଟ ଯଦି ମଣିଷର ନମ୍ବର ନ ଜାଣିବା, କେତେ ମଣିଷ କୋଉଠି ଅଛନ୍ତି, ମଣିଷର ଗ୍ରୋଥ କ'ଣ ହେଉଛି, ମଣିଷର ବାର୍ଥ କେମିତି ହେଉଛି, ମଣିଷର ଡେଥ୍ କେତେ ହେଉଛି, ମଣିଷ କେତେ ମାଇଗ୍ରେସନ୍ କରୁଛନ୍ତି, କେତେ ବାହାରକୁ ଯାଉଛନ୍ତି, କେତେ ବାହାରକୁ ଭିତରକୁ ଆସୁଛନ୍ତି, ନେଟ୍ ମାଇଗ୍ରେସନ୍ ଯୋଉଟା କହୁଛେ, ବାହାରକୁ ଯିବା ଆଉଟ୍ ମାଇଗ୍ରେସନ୍, ଭିତରକୁ ଆସିବା ଇନ୍ ମାଇଗ୍ରେସନ୍। ତ ତାର ଯେଉଁମାନେ ରହିଗଲେ, ମନେକର 100 ଲୋକ ବାହାରକୁ ଗଲେ ଗୋଟେ ଗାଁରୁ, 50 ଲୋକ ଆସିଲେ, ତାହେଲେ 50 ଲୋକ 100 ଲୋକ ମାଇନସ୍, ନେଟ୍ ମାଇଗ୍ରେସନ୍ ହେଲା ମାଇନସ୍। ଯଦି ମନେକର 100 ଲୋକ ଆସିଲେ 50 ଲୋକ ଗଲେ, ନେଟ୍ ମାଇଗ୍ରେସନ୍ ହେବ ପ୍ଲସ୍। ସୋ ଏ ସବୁ ଗୁଡ଼ାକୁ ନେଇକିରି ପପୁଲେସନ୍ ଆନ୍ଥ୍ରୋପୋଲୋଜି ଆଉ ଗୋଟେ ବ୍ରାଞ୍ଚ ଆସିଛି। ସେ ବିଷୟରେ ଆମେ ବିଭିନ୍ନ ବ୍ରାଞ୍ଚ ଡିସ୍କସନ୍ କରିବା। ବର୍ତ୍ତମାନ ଦି ସେକେଣ୍ଡ ବ୍ରାଞ୍ଚ ଅଫ୍ ଆନ୍ଥ୍ରୋପୋଲୋଜି ଇଜ୍ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି, ବା ତାକୁ ଆମେ ଶାରୀରିକ ନୃତତ୍ଵ କହୁଛେ। ଶାରୀରିକ ନୃତତ୍ୱରେ ସେରକମ ଆମର ପଢ଼ାଯାଉଛି ମଣିଷ କେମିତି ଅରିଜିନ୍ ହେଲା, ମଣିଷର ଅରିଜିନ୍ ଆଗ ମଣିଷର ଅରିଜିନ୍, ତାର ସ୍ଥିତି ବା ମଣିଷମାନଙ୍କ ଆନିମଲ ମାନଙ୍କ ବିଷୟରେ ମଣିଷର ସ୍ଥିତି, ପ୍ରାଇମେଟ୍ ମାନଙ୍କ ବିଷୟରେ ଭିତରେ ମଣିଷର ସ୍ଥିତି, ଏବଂ କେବେ ମଣିଷ ଦି କମ୍ପ୍ଲିଟ୍ ହ୍ୟୁମାନ୍ ବିଙ୍ଗ ହେଲା, ସେ ବିଷୟରେ ଯୋଉଟା କହୁଛେ ଆମେ ହୋମୋସାପିଏନ୍ସ, ମ୍ୟାନ୍ ଦି ୱାଇଜ୍, ମଣିଷର କ୍ରମ ବିକାଶରେ ଏଇସବୁ ବିଷୟ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜିରେ ଆସୁଛି। ତା ଛଡ଼ା ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜିରେ ଆମର ନ୍ୟୁଟ୍ରିସନ୍ ଆସୁଛି, ଗ୍ରୋଥ ଆସୁଛି, ମଣିଷର କ'ଣ ଖାଇଲେ କେମିତି କେତେ ଗ୍ରୋଥ ହେବ, କେତେ ନ୍ୟୁଟ୍ରିଏଣ୍ଟ ମଣିଷର ଦରକାର। ସୋ ଏଟାକୁ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି ବା ନ୍ୟୁଟ୍ରିସନ୍ ଆନ୍ଥ୍ରୋପୋଲୋଜି ବାଲା ବି ପଢ଼ୁଛନ୍ତି। ନ୍ୟୁଟ୍ରିସନ୍ ସହିତ ଗ୍ରୋଥ ବି ଲିଙ୍କ। ତା ଛଡ଼ା ଯେଉଁଟାକୁ ଆମେ କହୁଛେ ରକ୍ତ ଜନିତ ବା ସେରୋଲୋଜି, ବ୍ଲଡ୍ ଗ୍ରୁପ୍ ଜିନିଷ, ଆମ ମଣିଷର କେତେ ପ୍ରକାର ବ୍ଲଡ୍ ଗ୍ରୁପ୍ ଅଛି, ବ୍ଲଡ୍ ଗ୍ରୁପ୍ ଅନୁସାରେ ଶ୍ରେଣୀ ବିଭାଗ ଆମେ କରୁଛେ, ଏବଂ ବ୍ଲଡ୍ ଗ୍ରୁପ୍ର ଚାହିଦା ଆମେ ବହୁତ ଦରକାର ପଡ଼ିଲେ ଆମେ ଜାଣିବାକୁ ପଡ଼ୁଛି କେଉଁ ବ୍ଲଡ୍ ଗ୍ରୁପ୍ର କେଉଁ ଲୋକ କେଉଁ ବ୍ଲଡ୍ ଗ୍ରୁପ୍ ନେବ। ସାଧାରଣତଃ ଆମେ ଦେଖୁଛେ ମଣିଷର ବ୍ଲଡ୍ ଗ୍ରୁପ୍ ଓ ପ୍ଲସ୍, ଓ ମାଇନସ୍ ବା ଓ ନେଗେଟିଭ୍, ଏ ପ୍ଲସ୍, ଏ ନେଗେଟିଭ୍, ବି ପ୍ଲସ୍, ବି ନେଗେଟିଭ୍, ଏ ବି, ଏ 3 ପ୍ରକାର ବ୍ଲଡ୍ ମେନଲି ଅଛି, ଏ ବି ଓ। ସୋ এটা পুরো ডিটেলস পড়লে যেভাবে তুমি পড়িব সেରୋଲୋଜି, ସେଟା ଡିଟେଲ୍ସ ପଢ଼ିବ। ବର୍ତ୍ତମାନ ଖାଲି ଆମେ ଇଣ୍ଟ୍ରୋଡକ୍ସନ୍ରେ ଏତିକି ଜିନିଷ ଜାଣିଥା, ବାୟୋଲୋଜିରେ ସେଗୁଡ଼ା ବି ଆସୁଛି। ତା ଛଡ଼ା ବାୟୋଲୋଜିରେ ଆଉ ଗୋଟେ ଜିନିଷ ଆସୁଛି, ଆମେ ତାକୁ କହୁଛେ ଜେନେଟିକ୍ସ। ଜେନେଟିକ୍ସ ଜିନିଷ ବି ଯାହାକି ହ୍ୟୁମାନ୍ ଜେନେଟିକ୍ସ ଆମେ କହୁଛେ, ସେଟା ବି ବାୟୋଲୋଜିରେ ଆସୁଛି, ଯେଉଁଟାକି ଆମେ କହୁଛେ ଆମର ଜିନ୍ ବା DNA, RNA, ଆମର ଗୁଣସୂତ୍ର, ପୁରା ଡିପ୍, ଭେରି ଡିପ୍ biological study, human biologist, human geneticist, population geneticist ସେଗୁଡ଼ାକ ଆଜିକାଲି ପଢ଼ୁଛନ୍ତି। ତା ପାଇଁ ଭେରି ସ୍ପେସିଫିକ୍ ଲାବୋରେଟୋରୀ ଦରକାର, ଏବଂ ଫିଲ୍ଡରୁ ଡେଟା ଆଣିକିରି ସେମାନେ ଆନାଲିସିସ୍ ଲାବୋରେଟୋରୀରେ କରିବେ। ଯାହାହେଲେ ବି ଫିଲ୍ଡକୁ, ଆମର ଫିଲ୍ଡ ଷ୍ଟଡି ଆନ୍ଥ୍ରୋପୋଲୋଜିର ଗୋଟେ ମେନ୍ ମେଥଡ଼, ଯେଉଁଟାକି ଆମେ ଏମ୍ପିରିକାଲ ଷ୍ଟଡି ବୋଲି କହୁଛୁ, ତାକୁ ଛାଡ଼ି ପାରିବନି। ଯେକୌଣସି ଫିଲ୍ଡକୁ ଯାଇ, ରୁରାଲକୁ ଯାଆନ୍ତୁ, ଟ୍ରାଭେଲ ଏରିଆ ଯାଆନ୍ତୁ, କୌଣସି ଏରିଆ ଯାଆନ୍ତୁ, ଡେଟା ଆଣନ୍ତୁ, ତା ଆନାଲିସିସ୍ ବସି, ଆଜିକାଲି କମ୍ପ୍ୟୁଟର ଆସିଲାଣି, ବିଭିନ୍ନ ପ୍ରକାର ଟେକ୍ନିକାଲ ଡିଭାଇସ୍ ଆସିଲାଣି, ସେଥିରେ ସେମାନେ ଟାବୁଲେସନ୍, କମ୍ପ୍ୟୁଟେସନ୍ ଏବଂ ଆନାଲିସିସ୍ କରି ଲାଷ୍ଟକୁ ତାଙ୍କ ରିସର୍ଚ୍ଚ ଫାଇଣ୍ଡିଙ୍ଗସ୍ କ'ଣ ଆସିଲେ ଏବଂ କମ୍ପେୟାର କରିବେ କି ପ୍ରକାର ବ୍ଲଡ୍ ଗ୍ରୁପର ଲୋକ ଏଠି ଅଛନ୍ତି, ଏ ବ୍ଲଡ୍ ଗ୍ରୁପର ସେ ବ୍ଲଡ୍ ଗ୍ରୁପ ହେଲେ ମ୍ୟାରେଜ, ଓ ବ୍ଲଡ୍ ଗ୍ରୁପର ପୁଅ ବି ବ୍ଲଡ୍ ଗ୍ରୁପର ଝିଅକୁ ମ୍ୟାରେଜ କଲା, ତାର ପିଲାମାନଙ୍କର ସ୍ଥିତି କ'ଣ ହେଉଛି, ଡିଜିଜ୍ କନସେପ୍ଟ କ'ଣ ଆସୁଛି, ଏଥିରେ ସେଥିପାଇଁକା ଗୋଟେ ବଂଶାନୁକ୍ରମ ଷ୍ଟଡି ବା ଜିନିଓଲୋଜି ଷ୍ଟଡି କରୁଛନ୍ତି। ଏଇଟା ବି ସୋସିଆଲ ଆନ୍ଥ୍ରୋପୋଲୋଜି ବାଲା ବି କରନ୍ତି, ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି ବାଲା ବି କରନ୍ତି। ଏ ଜିନିଓଲୋଜି ଷ୍ଟଡି କଲେ ଆଗରୁ କ'ଣ ହେଉଥିଲା, ମ୍ୟାରେଜ କଲା ବେଳକୁ
ଆମେ ସାଧାରଣତଃ କହୁଥିଲେ କ'ଣ ହରୋସ୍କୋପ୍ ଦେଖିକିରି ଜାତକ ଦେଖିକିରି ବାହାଘର କରିଦେଉଥିଲେ, କିନ୍ତୁ ସେଥିରେ ମେନ୍ ପ୍ରୋବ୍ଲେମ୍ ସଲ୍ଭ ହେଉନଥିଲା। ଆଜିକାଲି ଆମେ ବ୍ଲଡ୍ ଗ୍ରୁପ୍ ବା ଜେନେଟିକ୍ସ ଦେଖିକିରି ମ୍ୟାରେଜ୍ କରୁଛନ୍ତି। ମାନେ ଧର ପୁଅର ଜିନ୍ କ'ଣ ଅଛି, ପୁଅର ବ୍ଲଡ୍ ଗ୍ରୁପ୍ କ'ଣ ଅଛି, ଝିଅର ବ୍ଲଡ୍ ଗ୍ରୁପ୍ କ'ଣ ଅଛି, ଝିଅର ଜିନ୍ କ'ଣ ଅଛି, ତ ଜେନେଟିକ୍ ମ୍ୟାଚିଂ ହେଉଛି ନା ନାହିଁ, ବ୍ଲଡ୍ ଗ୍ରୁପ୍ ମ୍ୟାଚିଂ ହେଉଛି ନା ନାହିଁ, ତାକୁ ବ୍ଲଡ୍ ଗ୍ରୁପ୍ କମ୍ପାଟିବିଲିଟି କହୁଛନ୍ତି। ବ୍ଲଡ୍ ଗ୍ରୁପ୍ କମ୍ପାଟିବିଲିଟି ଆମର ଉତ୍କଳ ୟୁନିଭର୍ସିଟିରେ 1980s ମଧ୍ୟ ଷ୍ଟଡି ହେଲାଣି, ସେମାନେ କରିଛନ୍ତି ରିସର୍ଚ୍ଚ। ପ୍ରଫେସର ମହାନ୍ତି ଜଣେ କରିଛନ୍ତି, ରେଣୁପ୍ରଭା ମହାନ୍ତି, ବ୍ଲଡ୍ ଗ୍ରୁପ୍ ଇନକମ୍ପାଟିବିଲିଟି। ତେଣୁ ତା ବ୍ଲଡ୍ ଗ୍ରୁପ୍ ସହିତ ମ୍ୟାରେଜ୍ର ଲିଙ୍କ୍ ରହୁଛି, ତାମାନେ କଲଚରାଲ ଷ୍ଟଡି ସହିତ ବାୟୋଲୋଜିକାଲ ଲିଙ୍କ୍ ବି ରହୁଛି। ଦି ଇଣ୍ଟରଡିସିପ୍ଲିନାରୀ ଷ୍ଟଡି, ଯେଉଁ କହୁଥିଲି ମୁଁ କମ୍ପାରେଟିଭ୍ ଷ୍ଟଡି ବା ଇଣ୍ଟରଡିସିପ୍ଲିନାରୀ ଷ୍ଟଡି ନିହାତି ଦରକାର। ଖାଲି ଯେ ସେରୋଲୋଜି ପଢ଼ିଲେ ହେବନି, ତାର ଜେନେଟିକ୍ ଆସ୍ପେକ୍ଟ ପଢ଼ିବାକୁ ପଡ଼ିବ ଏବଂ ତାର ମ୍ୟାରେଜ୍ ଡିଷ୍ଟାନ୍ସ ପଢ଼ିବାକୁ ପଡ଼ିବ ଏବଂ ମ୍ୟାରେଜ୍ ଟାଇପ୍ ପଢ଼ିବାକୁ ପଡ଼ିବ। ମ୍ୟାରେଜ୍ କମ୍ପାଟିବିଲିଟି ପଢ଼ିଲେ ମ୍ୟାରେଜ୍ ସିଲେକ୍ସନ୍ କରିବାକୁ ପଡ଼ିବ, କେଉଁଠୁ ସେମାନେ ମ୍ୟାରେଜ୍ କରିବେ, କେଉଁଠୁ କେମିତି ସିଲେକ୍ସନ୍ ହେବ। ସୋ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି ଗୋଟେ ପ୍ରୋଭାଇଡ୍ କରୁଛି, ଗୋଟେ ଷ୍ଟେପ୍, ହେଲ୍ପ କରୁଛି ଫର୍ ସିଲେକ୍ଟିଂ ଦି ମେଟ୍ସ। ଦ୍ୟାଟ୍ ଇଜ୍ ଭେରି ଇଣ୍ଟରେଷ୍ଟିଂ ୟୁଜ୍ ଅଫ୍ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜି in that studies। ତା ଛଡ଼ା ବିଭିନ୍ନ ଆମର ଫିଙ୍ଗର ପ୍ରିଣ୍ଟ ପଢ଼ା ହେଉଛି, ଯେଉଁଟାକି ଆମର ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି, ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜିରେ ଆଉ ଗୋଟେ ବ୍ରାଞ୍ଚ ରହୁଛି ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି। ଯେଉଁ ସବୁ କ୍ରାଇମ୍ ହେଉଛି, କ୍ରାଇମ୍ ଡିଟେକ୍ସନରେ ଏ ବାୟୋଲୋଜିକାଲ ଆନ୍ଥ୍ରୋପୋଲୋଜିର ବହୁତ ରିକ୍ୱାରମେଣ୍ଟ ରହୁଛି। ଇଭିନ୍ ତୁମର ଫିଙ୍ଗର ପ୍ରିଣ୍ଟ ଦରକାର ହେଉଛି। fingerprint study in physical anthropology is called dermatoglyphics। ସେମାନେ କ'ଣ ଫିଙ୍ଗରପ୍ରିଣ୍ଟ ଯେଉଁ କ୍ରାଇମ୍ ଆସିଲା, ସାଧାରଣତଃ ତୁମେ ଜାଣୁଛ କ୍ରାଇମ୍ ହେଲା ମାନେ ଆଗ ତାର ହାତ ଛାପ ବା ସୋଲ୍ ପ୍ରିଣ୍ଟ ନେବେ, କିଛି ନହେଲେ ହେୟାର ପର୍ଟିକୁଲାର ପଡ଼ିଥିବ କେଉଁଠି ତାକୁ ନେବେ, ବ୍ଲଡ୍ ଛିଟିକା ପଡ଼ିଥିବ ତାକୁ ଗ୍ରହଣ କରିବେ, ତାକୁ ମ୍ୟାଚ୍ କରିବେ। ସୋ ଏଗୁଡ଼ାକ ମିନିମମ୍ ଫୋରେନ୍ସିକ୍ ଆନ୍ଥ୍ରୋପୋଲୋଜି। ତା ଛଡ଼ା ଜେନେଟିକ୍ ଆସ୍ପେକ୍ଟରେ ବି ଜେନେଟିକ୍ ଷ୍ଟଡି ଯେଉଁ କହିଲି, ହ୍ୟୁମାନ୍ ଜେନେଟିକ୍ସରେ ବି ଆନ୍ଥ୍ରୋପୋଲୋଜିକାଲ ଷ୍ଟଡି ରହୁଛି। ଏ ବ୍ଲଡ୍ ଗ୍ରୁପ୍ ସହିତ ସେରୋଲୋଜି ସହିତ ବି ଫୋରେନ୍ସିକ୍ ଲିଙ୍କ୍ ରହୁଛି। ଧର ଜଣେ ଲେଡି, ତାର ଗୋଟିଏ ପୁଅଟି କି ଝିଅଟି ଅଛି, ପିଲାଟି ଅଛି, ସେ କ୍ଲେମ୍ କରୁଛି ମିଷ୍ଟର ଏକ୍ସ ଇଜ୍ ଦି ଫାଦର ଅଫ୍ ଦି ଚାଇଲ୍ଡ, କିନ୍ତୁ ମିଷ୍ଟର ଏକ୍ସ ଯେ ସେ କହୁଛି ଆଇ ଏମ୍ ନଟ୍ ଦି ଫାଦର। ତ ନ୍ୟାଚୁରାଲି କୋର୍ଟକୁ ଯିବାକୁ ପଡ଼ିବ। କୋର୍ଟକୁ ଗଲା ମାନେ ପ୍ରଥମ ସେ ଦେଖିବ, ସେ ତାକୁ ପାଟର୍ନିଟି ଆଇଡେଣ୍ଟିଫାଇ କରିବେ ବା କେମିତି ବ୍ଲଡ୍ ଗ୍ରୁପ୍ ଦ୍ୱାରା ସେ ଦେଖିବେ ପୁଅର ବ୍ଲଡ୍ ଗ୍ରୁପ୍ କ'ଣ, ଝିଅର ବ୍ଲଡ୍ ଗ୍ରୁପ୍ କ'ଣ, ଆଉ ମିଷ୍ଟର ଏକ୍ସ ସୋ କଲ୍ଡ ଫାଦର ତାର ବ୍ଲଡ୍ ଗ୍ରୁପ୍ କ'ଣ। ଧର ପୁଅର ବ୍ଲଡ୍ ଗ୍ରୁପ୍ ଅଛି, ଯେଉଁ ପିଲାଟିର ବ୍ଲଡ୍ ଗ୍ରୁପ୍ ଅଛି ଓ, ମାଆର ବ୍ଲଡ୍ ଗ୍ରୁପ୍ ଅଛି ଓ, ଦି ସୋ କଲ୍ଡ ମିଷ୍ଟର ଏକ୍ସର ବ୍ଲଡ୍ ଗ୍ରୁପ୍ ଧର ଅଛି ବି, ତ କୌଣସି ପ୍ରକାରେ बी ब्लड ग्रुप रो फादर रो ओ ब्लड ग्रुप बी मीन्स बीबी सेरोलॉजिकल एनालिसिस हो बी बीबी हेई पारे बी ओ हेई पारे तर ब्लड ग्रुप बी बी तार हेची जोटा कि होमोजाइगस सिचुएशन रे हेटेरोजाइगस हेले बी ओ होबो ता ब्लड ग्रुप बी बी किंतु जोटा बी बी ता ब्लड ग्रुप बी तो सेठी जतले चेंज होची जनकर बी ब्लड ग्रुप जई थिबो होमोजाइगस बी बी तार छुआ कदापि ओ हेई पारिबो नाही। तेणु से प्रथम केस रु सेटाको हेजिबो एक्सक्लूसन ऑफ पैटर्निटी बोली अछि तब पेरेंट से जहां से मिस्टर एक्स को फादर बोली कहउथबो कोर्ट तक इमीडिएटली एक्सक्लूड कर दो एक्सक्लूसन ऑफ पैटर्निटी नॉट अ वेरी गुड यूज ऑफ बायोलॉजिकल एंथ्रोपोलॉजी। ता छड़ा आउरी हायर हमें यदि डीएनए आजकल तो डीएनए प्रिंट आसिलानी तेणु बहुत इंपोर्टेंट study आसुची biological anthropology रे uses of biological anthropology that is also another important branch of anthropology. Then there is another branch archaeology or prehistoric archaeology. Prehistoric archaeology when we say prehistoric archaeology ता माने हिस्ट्री माने हमें देखुचे written history जे पर्यंत आम रिटर्न हिस्ट्री पाचे रिटर्न मटेरियल पाचे आम तो प्रीहिस्ट्रिक हिस्ट्री पीरियड रखुचे एवं जेबेठू लेखा आमर ना बिफोर हिस्ट्री वी कॉल प्रीहिस्ट्री। सो प्रीहिस्ट्रिक एंथ्रोपोलॉजी
मेनली आम दि कल्चर ऑफ अर्ली ह्यूमन बीइंग्स एवं दि आर्टिफैक्ट्स ऑफ अर्ली ह्यूमन बीइंग्स प्री अर्ली ह्यूमन बीइंग माने प्राय धर हिस्ट्री आमर 10,000 कि 8,000 मैक्सिमम 6,000 BC धर आम रेकर्ड अच्छी ता पूर्व लक्ष वर्ष लक्ष लक्ष वर्ष पूर्व लोक मैंने मनीष तो 3 लाख 4 लाख वर्ष आगे तो डोला गलाणी 6 लाख वर्ष आगे मनीषर से अच्छा केमी चलुले से लुहा जंत्रपाति किसी डेभलप हो चलुले केमी नॉर्मली से स्टोन पथर यूज करते सो स्टोन एज एज प्रथम था स्टोन एज रीन भाग विभक्त कर अर्ली स्टोन मिडिल स्टोन लेट स्टोन सो स्टोन एज तापरे मिडिल स्टोन कहते मेजोलिथिक स्टोन एज तापरे नियोलिथिक स्टोन एज स्टोन एज तीन टा स्टोन एज अच्छी आर्टिफैक्ट्स कौन मटेरियल कौन से केमती स्टोन एज को स्टोन आर्टिफैक्ट्स को तैयारी करती ये सब विषय से पढ़ती एवं विभिन्न टाइप मेथड रे से माने यूज केमती करती छोट छोट मेजोलिथिक पीरियड छोट छोट माइक्रोलिथ को छोट छोट अणु अस्त्र बा अणुप्रस्तर जुगता को छोट छोट अस्त्र को ग्राफ्टिंग करी छोट छोट जगह बांधिकी काठ को डिवाइड करी मझे मझे बांधिकी यूज करती सो विभिन्न प्रकार यूज तापर आसला नियोलिथिक एज बा पॉलिश स्टोन नियोलिथिक एज रे भी सेमती लोक मानकर चालीचरण आसला से नियोलिथिक फेज रे नियोलिथिक फेज ठीक परे परे से माने चिंता करछंती एग्रीकल्चर मनुष्य आस्ते आस्ते फायर निया आविष्कार कला फल से आते गोटे जगार चाषबास करने लगे गोटे जगार रहा लगे एनिमल को पेट करने लगे पेट एनिमल पेट एग्रीकल्चर आगु जो बण जंगल जाकि संग्रह करते से गोटे जगह रहा कले सेटल रही आस्ते आस्ते सो ग्राजुअली इकोनॉमी भी बदलला जोटा कि पड़े आम नुआ एग्रीकल्चरल स्टेज आम कहे नियोलिथिक परे परे एग्रीकल्चरल फेज बा लोक मैंने आस्ते आस्ते रोचती ये सब प्रीहिस्टोरिक आर्कियोलॉजी पढ़ा आजिकल प्रीहिस्टोरिक आर्कियोलॉजी पढ़ा गलानी पालियो डेमोग्राफी पर्टिकुलर बेसी यूरोपियन रे पालियो डेमोग्राफिक स्टडी बेसी होची तो मैंने टर्म टा जानिता हो तो परे तुम रिसर्च करिवो पालियो डेमोग्राफी फॉरेन आम कंट्री रे एते पन डेवलप हेनी मैक्सिमम वेस्ट यूरोप रे पालियो डेमोग्राफी स्टडी बहुत चलची त माने कोन से माने पालियो माने ओल्ड पालियो डेमोग्राफी आम वर्तमान डेमोग्राफी माने वर्तमान पॉपुलेशन कौन हम जानी पार्चे वर्तमान पॉपुलेशन रो बार्थ डेथ जानी पार्चे वर्तमान पॉपुलेशन रो डिजीज कौन जानी पार्चे सो पालियो डेमोग्राफी माने ओल्ड से माने नर कंकाल बा कंकाल फसिल पाउछंती कंकाल पाउछंती तापरे करछन से माने ताकू सुविधा कहीं होउची से माने तांकर बॉडी को प्रिजर्व कर रखती मम्मी आकार रे एवं इवन बहुत स्केलेटल पार्ट्स को से माने प्रिजर्व कर रखती एवं तांको पढ़िया पाई स्कोप करिया पढ़िबार स्कोप से माने पाती एवं से माने नर कंकाल को स्टडी करी से कौ डिजीज थिला कौन डिजीज थिला कहीं तार डेथ होता इवन लक्ष वर्ष पूर्व हो 5 लाख वर्ष पूर्व हो से जानी पार्थि सो पालियो डेमोग्राफी स्टडी करी पालियो डिजीज और डिजीज कंडीशन केमती आमर आसुची आजिकल डिजीज ता सहित कौन लिंक रोची से माने स्टडी करी जानते तो सेठी अनदर इंपोर्टेंट स्टडी ऑफ प्रीहिस्टोरिक आर्कियोलॉजी होची तुमरो पालियो डेमोग्राफी नुआ से आर्कियोलॉजी रे आसुची ता छडा हमें देखले लिंग्विस्टिक एंथ्रोपोलॉजी लिंग्विस्टिक एंथ्रोपोलॉजी तुम प्रथमे कहली विदाउट लैंग्वेज आम कम्युनिकेट करें जेकोसी जाति हो जेकोसी समाज हो जेकोसी लोक गोटे लोक हो इवन एनिमल मान भी लैंग्वेज अच्छी पशु पक्षी भी लैंग्वेज अच्छी आम लैंग्वेज को सिंबल कौचे इधर आमर जो लोक जो माने मुक कथा कही पार ना से माने सिंबलिक कथा कहते हाथ ठाई कथा कहते तो से
सिंबल रु साउंड फोनेटिक आमर भाषा एवं भाषार विभिन्न प्रकार स्ट्रक्चर तापर भाव सहित नहीं भाषा रागिला बेले को भाषा हसिला बेले कि भाषा थटारे कि रकम भाषा सो गला काली कौन कही तार भाषा आग को कौन कह केमती तार भाषा वर्तमान केमती कौन कहूँ तार भाषा टेन्स जो कहे आम ये सब भाषा विभिन्न कल्चर रे विभिन्न लैंग्वेज रे रोचे सबू कल्चर भाषा अच्छी आम से भाषा को आम ताकू लिपि न बाहरी पारे कि कथित भाषा निश्चित अच्छी इट्स कॉल्ड डायलेक्ट प्रति कल्चर प्रति समाज कथित भाषा अच्छी जोटा आम डायलेक्ट कहे डायलेक्ट से भाषा उपर भी वर्तमान बहुत स्टडी हो भाषा नथिले सेमानकर सामाजिक डेभलपमेंट हो बा सेमानकर सामाजिक अर्थनैतिक हो जेकोन जिनस हवाटा डिफिकल्ट से भाव प्रकाश करें सो भाषा गोटे भेरी इंपोर्टाट जिनस भाषा सहित भी आजिकल लिंक कर फुड सहित कारण मनुष्यर भाव को लेकिन मनुष्यर चेतना को लेकिन मनुष्यर मानसिक कौन तो कहवा स्थिति लेकिन भाव बाहर भाव भाषा बाहर धर आम क्या कहे भल कहे आ खाइबू आसी खाऊ धर आम आगे सम्मान जन कहे राजा मान को खाइबा कहते राजा मैंने आसतु भुंजा आसतु राजा मणई कर ठाकुर मणई कर कि रागिकी आम केले कहे आ गिणु सो ये जो खा भूज गिल ये गोटे भाषार से प्रति लांगुएज ये रकम अच्छी ये स्टडी दरकार धर खाली इवन धर तार यूज प्रोनाउंसिएशन आम इवन आमर संबलपुर जो भाषा कहे ब्रह्मपुर जो भाषा कहे कटक जो भाषा कहे पुरी जो भाषा कहे सब भाषा अलग अलग तार फ्लो भाषार फ्लो तार मॉड्यूल्स ये सब नहीं भाषा उपरे बहुत आजिकल लिंग्विस्टिक एंथ्रोपोलॉजी बहुत आगे गला लिंग्विस्टिक एंथ्रोपोलॉजी आजिकल अधिकांश डेभलप एंथ्रोपोलॉजी डिपार्टमेंट रे लिंग्विस्ट एंथ्रोपोलॉजी निश्चित कर जाउची कारण लैंग्वेज नथिले मनुष्यर कौन प्रकार स्टडी हो पारनी तो लैंग्वेज स्टडी निश्चित भाव रोचे जमी सोशल स्टडी रे आमर इवन बायोलॉजिकल स्टडी रोचे सोशल स्टडी रे आर्ली कल्चर आमर आर्ली जिन पढ़ा जाऊँगी ये सब गुड़ाक इंटरलिंक्ड आजिकल सब्जेक्ट से गोटे ट्री जदि आम एंथ्रोपोलॉजी कहवा आम बायोलॉजी आम तार कहवा रूट ऑफ एंथ्रोपोलॉजी बॉडीटा कहवा स्टेम आउ दी ब्रांचेस फ्रूट्स फ्लावर्स आम कहवा सोशियो कल्चरल बा लिंग्विस्टिक एंथ्रोपोलॉजी बेले बेले लोक मैंने कहते विदाउट फिजिकल एंथ्रोपोलॉजी anthropology is rootless and without social anthropology is fruitless तो anthropology in that way is a very holistic study यही सब ब्रांच रु आम जानी पारे नुआ ब्रांच है तुम कहली पॉपुलेशन एंथ्रोपोलॉजी बा डेमोग्राफी तार वेरी इंपोर्टेंस आसूची आजिकल तो विभिन्न आमर डेमोग्राफी मेन जिन होची एटा स्टडी ऑफ दी जनसंख्या स्टडी माने बार्थ जनसंख्या स्टडी तीन टा डायमेंशन बार्थ डेथ माइग्रेशन आउ चेंज कौन बार्थ केम चेंज होची कहीं कौन पे चेंज होची ग्रोथ रा कौन पे बार्थ डेथ नहीं ग्रोथ होची पॉपुलेशन ग्रोथ रो चेंज केमती होची यदि बार्थ चेंज होची डेथ चेंज होची तर ग्रोथ भी चेंज होची ग्रोथ कैन बी पॉजिटिव ग्रोथ कैन बी नेगेटिव यदि बार्थ अधिका है डेथ कम होची ताले ग्रोथ पॉजिटिव है यदि बार्थ कम है डेथ अधिका है डेथ कहीं अधिका होची केते बेले विभिन्न जमी आसला ये कोरोना आसला केते बेले विभिन्न प्रकार डिजीज आसला साइक्लोन आसला फ्लड आसला ड्राउट आसला लोक फामिन आसला लोक बहुत मरी जाती फल पॉपुलेशन मृत्यु संख्या जन्म हार टू अधिक हो जाए से ग्रोथटा नेगेटिव हो जाए एवं ग्रोथ गोटे एरिया रू पॉपुलेशन ग्रोथ कम बेसी हबार माइग्रेशन भी गोटे कारण माइग्रेशन जो जो मैंने पॉपुलेशन बाहर को जाती पॉपुलेशन भितर को आसती यदि बाहर को अधिका पलैले से जगार आगुरी कहली नेगेटिव ग्रोथ हो जाए जदि पॉपुलेशन बाहर भितर को आसो
ତେଣୁ ସେତେ ପପୁଲେସନ୍ ଗ୍ରୋଥ୍ ଅଧିକା ହେଇଯିବ। ସୋ ବାର୍ଥ, ଡେଥ୍, ମାଇଗ୍ରେସନ୍, ସେମାନଙ୍କର ଚେଞ୍ଜ, ପପୁଲେସନ୍ ପିରାମିଡ୍, ପପୁଲେସନ୍ ଷ୍ଟ୍ରକ୍ଚର, ତାର ସେକ୍ସ ରେସିଓ ଏବଂ ତାର डिपेंडेंसी रेशियो, आजिकल वृद्ध गोटे समाज रे केते, पिला गोटे समाज रे केते, वर्किंग पॉपुलेशन समाज रे केते, पुओ महिला गोटे समाज रे केते, पुरुष गोटे समाज रे केते, हमर जन्म रु हम नेचर जा डिसाइड करिछि ऑलमोस्ट 100 जन्म होंती विदाउट एनी प्रेफरेंस, किछि हम नॉर्मल भाव में जन्म करती 100 पिला भितरु 52 टी पुओ जन्म हुए, पुओ पिला जन्म होंती, 48 झील पिला जन्म होती। तो नेचर पुओ पिलाकर सेक्स अधिका कहीं ना बायोलोजिकली आम देखा नेचर एक्सेप्ट करुच्ची झील मान बेसी एक्सेप्ट करुच्ची। बहुत पुओ ए नेचर फाइट रे बा आडप्टेबिलिटी रे मरी जाए, से माने नेचर एक्सेप्ट नेचर विभिन्न प्रकार चेंज को एक्सेप्ट कर पारती मृत्यु मुखर पड़ जाती। तेणु परे सेक्स रेशियोटा ये पुओ झील बा महिला पुरुष रेशियोटा ऑलमोस्ट समान हो जाए। एवं जिते बेले आसीबो मिडल एज आफ्टर मैरेज जोटा कि आम कहे आमर 15 रु 45 एज तक नि जाउची। मैरेज तो आजिकल 18 वर्ष तलक बाहागर होनी, कि एज तक 15 रु 45 वर्ष एज नि जाइछि, सेटा कि आम कहे फेकंड एज बा चाइल्ड बियरिंग एज। ये चाइल्ड बियरिंग एज रे साधारणतः लेडी मानकर मैटरनिटी डेथ बेसी हो जाए। एवं सही स्टेज रे भी वर्किंग पॉपुलेशन माने बाहर को जाती तांकर आउटसाइड एक्टिविटीज बढ़ी जाए और तांकर भी डेथ से अनुपात जो मैंने घरे रुहती लोकालिटी रुहती अनुपात मैंने बाहर को जाती एक्सीडेंटल डेथ डिजीज डेथ भी अधिका हो जाए, से मेंटेन कराए। जिते बेले ओल्ड एज हो जाए आम तो 60+ एज होते ऑलमोस्ट देखिए बालांस हो पुओ झील मान रेशियो साधारणतः से 60+ है बेलू देखिए झील मान संख्या टी अधिका हो, महिला मान संख्या टी अधिका हो। तर 60 वर्ष पर 100 जन लोक अच्छा से 58 जन 55 जन कि 52 जन महिला थे, 48 जन पुरुष थे। से भाषा कह गले बुढ़ा मान थे टी कम, बुढ़ी मान टी अधिका। तेणु बालांस सेक्स रेशियो पॉपुलेशन मेंटेन करुँचा नेचर अनुसार मेंटेन होची। ता भी गोटे स्टडी होती डेमोग्राफिक एंथ्रोपोलॉजी आजिकल पॉपुलेशन एंथ्रोपोलॉजी कहते। बहुत यूनिवर्सिटी पॉपुलेशन एंथ्रोपोलॉजी खुल जाए। पॉपुलेशन एंथ्रोपोलॉजी इज ए वेरी डायनामिक सब्जेक्ट नाउडेज। सो एवं ए सबू सत्वे आजिकल आउ गोटे लोक कहते जो कहली मु डेवलपमेंट एंथ्रोपोलॉजी बा हाउ एंथ्रोपोलॉजी और एंथ्रोपोलॉजिकल नॉलेज आम जो सब नॉलेज सोशल नॉलेज बा बायोलॉजिकल नॉलेज आर्कियोलॉजिकल नॉलेज पॉपुलेशन नॉलेज बा डेमोग्राफिक नॉलेज पाइलु ताकू केमती आम मनुष्यर समाज पाई मनुष्यर वेलबिंग पाई मनुष्यर डेवलपमेंट पाई बा समाज डेवलपमेंट पाई से स्वास्थ्य हो अर्थनीति हो इकोनॉमी हो न्यूट्रिशन हो हेल्थ हो जो विषय हो से केमती काम लगे। सो ये जो नॉलेज of anthropology when it is utilized for the well-being of the people, for the development of the people, we call it development anthropology or application of anthropology or applied anthropology. तो सेटा भी गोटे जदियो गोटे स्पेशल ब्रांच बोली हम कहि न परिबा गोटे गोटे जगह रे ताको आजिकली ब्रांच कहउछंती, तो सेटा गोटे एस्पेक्ट ऑफ एंथ्रोपोलॉजी। ए सब गुडा गोटे होची थियोरेटिकल एस्पेक्ट थियोरेटिकल नॉलेज and that is applied how the theoretical knowledge is applied for the well-being. So आम ताको गोटे एस्पेक्ट कहि परिबा किंतु सेटा को गोटे गोटे अप्लाइड एंथ्रोपोलॉजी आज गोटे गोटे जगह रे ब्रांच बोली कहउछंती। तेणु समटाइम्स इट इज कन्फ्यूज्ड और सेटा गोटे एस्पेक्ट थियोरेटिकल एस्पेक्ट अप्लाइड एस्पेक्ट ऑलमोस्ट प्रति सब्जेक्ट रो थियोरेटिकल एस्पेक्ट अछि एवं अप्लाइड एस्पेक्ट अछि। तेणु एटा को तबे एस्पेक्ट कहि परिबो एवं ब्रांच कहि परिबो सेतरे किछि दुइधा नाही किंतु मेनली ताको आमे सेही एस्पेक्ट नै परिबा। ए सब विषय देखिबा गले आमे जदि देखिबा एंथ्रोपोलॉजी रो चाहिदा
ଆନ୍ଥ୍ରୋପୋଲୋଜିର ରିକ୍ୱାରମେଣ୍ଟ ଏତେ ଇମ୍ପୋର୍ଟାଣ୍ଟ ହେଇଗଲାଣି ବର୍ତ୍ତମାନ। ଗଭର୍ଣ୍ଣମେଣ୍ଟ ସବୁ ୟୁନିଭର୍ସିଟିରେ ଆନ୍ଥ୍ରୋପୋଲୋଜି ଖୋଲିବା ପାଇଁ ସବୁ ଷ୍ଟେଟକୁ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସବୁ ଷ୍ଟେଟକୁ ଜଣେଇଛନ୍ତି। ଆନ୍ଥ୍ରୋପୋଲୋଜିର ଇମ୍ପୋର୍ଟାନ୍ସ ଏତେ ବଢ଼ିଯାଉଛି, ତାର ଲୋକମାନଙ୍କର ଚାହିଦା, ଲୋକମାନଙ୍କର ଉପକାର ପାଇଁ ଦି ଓନ୍ଲି ସବଜେକ୍ଟ। କାରଣ ଏଇ ଗୋଟିଏ ସବଜେକ୍ଟ ପଢ଼ିଲେ ଲୋକମାନଙ୍କର ସବୁ ବିଷୟ ତ ଜାଣିପାରିବ। ଯେମିତି ଲୋକମାନଙ୍କର ସାମାଜିକ ବିଷୟ, ଲୋକମାନଙ୍କର ଶାରୀରିକ ବିଷୟ, ଲୋକମାନଙ୍କର ଅର୍ଥନୀତି ବିଷୟ, ଲୋକମାନଙ୍କର ଗ୍ରୋଥ ବିଷୟ, ତାଙ୍କର ନ୍ୟୁଟ୍ରିସନ୍ ବିଷୟ, ନ୍ୟୁଟ୍ରିସନ୍ ମାଲନ୍ୟୁଟ୍ରିସନ୍ ବିଷୟ, ତାଙ୍କର ଖାଦ୍ୟପେୟ ବିଷୟ, ସବୁ ବିଷୟ ଜାଣିପାରିବ। ସେଥିପାଇଁକା ଆନ୍ଥ୍ରୋପୋଲୋଜି ଏଇ ଯେ ହୋଲିଷ୍ଟିକ୍ ସାଇନ୍ସ, ଆମେ ବେଳେବେଳେ କହେ ଆନ୍ଥ୍ରୋପୋଲୋଜି ପଢ଼ିଲେ ଆଉ ଏତେ କିଛି ପଢ଼ିବା ଦରକାର ନାହିଁ। mathematics anthropology ଅଛି, statistics anthropology ରହୁଛି। So anthropology is definitely by its name, it's a holistic study of human beings। ତେଣୁ ଏଇ ସବୁ ରିଲେସନସିପ୍ ବିଭିନ୍ନ ବ୍ରାଞ୍ଚ ସହିତ, ସୋସିଆଲ ସହିତ, ବାୟୋଲୋଜିକାଲ ରିଲେସନସିପ୍ ରହୁଛି। ଯଦି ଇଣ୍ଟରଡିସିପ୍ଲିନାରୀ ଷ୍ଟଡି, ହୋଲିଷ୍ଟିକ୍ ଷ୍ଟଡି ଏବଂ ଇଣ୍ଟରଡିସିପ୍ଲିନାରୀ ଷ୍ଟଡି। ଏବଂ ତାର ମାନେ ଗୋଟେ ବ୍ରାଞ୍ଚ ପଢ଼ିଲେ ମାନେ ଆର ବ୍ରାଞ୍ଚକୁ ଆମେ ଛାଡ଼ି ପାରିବାନି। we link biological study by sociological study with biological study, we link language with sociological study। ଆଜିକାଲି ତ ବେଶୀ ଲାଙ୍ଗୁଏଜ ସହିତ କିନସିପ୍ ୟୁଜ୍ କରୁଛନ୍ତି। କିନସିପ୍ ଆମର ବଂଶ ସହିତ ଲାଙ୍ଗୁଏଜଟା ବେଶୀ ଲିଙ୍କ। ଯେଉଁମାନେ ଭାଷା ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ପଢ଼ୁଛନ୍ତି ସେମାନେ ଜିନିଓଲୋଜି ଆଣ୍ଡ ବଂଶାବଳୀ, ଯେଉଁଟାକି ଆମେ କହୁଛେ ଜ୍ଞାତି କୁଟୁମ୍ବ, ସେଇଟାକୁ ପଢ଼ୁଛନ୍ତି। କାରଣ ନହେଲେ ସେମାନେ ଧର ଗୋଟେ ବଂଶରେ ଆମେ ବାବା, ମା, କକେଇ, ଦଦେଇ, ଖୁଡ଼ି, ତାହେଲେ ଗୋଟେ ଲାଙ୍ଗୁଏଜ କହୁଛେ। ଗୋଟେ ଜାଗାରେ ଧର କହୁଛେ ଆମେ ଇଂଲିଶ ଟର୍ମ କରିବା ଅଙ୍କଲ କହିଲା ମାନେ ତ କକେଇକି ବୁଝେଇବ, ଦଦେଇକି ବୁଝେଇବ, ମଉସାକୁ ବୁଝେଇବ, ପିଉସାକୁ ବୁଝେଇବ। ସୋ ଲାଙ୍ଗୁଏଜର ବିଭିନ୍ନ ପ୍ରକାର, ଯେତେବେଳେ ତୁମେ ଲାଙ୍ଗୁଏଜ ପଢ଼ିବ, ଲିଙ୍ଗୁଇଷ୍ଟିକ୍ ଆନ୍ଥ୍ରୋପୋଲୋଜି ଜାଣିବ, ତେଣୁ ତାର ଇମ୍ପୋର୍ଟାନ୍ସ ରହୁଛି। ତେଣୁ ଏଇ ଲାଙ୍ଗୁଏଜ ସହିତ ତୁମର କିନସିପ୍ ଷ୍ଟଡି, ଯେଉଁଟାକି ସୋସିଆଲ ଷ୍ଟଡିର ବା କଲଚରାଲ ଷ୍ଟଡିର ଇମ୍ପୋର୍ଟାନ୍ସ ରହୁଛି, ବା ସାମାଜିକ ଷ୍ଟଡିର ପାଠ୍ୟକ୍ରମ ରହୁଛି, ତା ସହିତ ଲିଙ୍ଗୁଇଷ୍ଟିକ୍ ଷ୍ଟଡି ବହୁତ ଲିଙ୍କ ରହୁଛି। ତେଣୁ ଲିଙ୍ଗୁଇଷ୍ଟିକ୍ ସହିତ ଆମର ରିଲେସନସିପ୍ ରହୁଛି ସୋସିଆଲ ଆନ୍ଥ୍ରୋପୋଲୋଜିର। ଲାଙ୍ଗୁଏଜ ସହିତ ବି ଆମେ ଫୁଡ୍ର ନ୍ୟୁଟ୍ରିଏଣ୍ଟର ଲିଙ୍କେଜ ରହୁଛି। ଯେମିତି ଆମେ କହୁଛେ ତାମସିକ ଖାଦ୍ୟ, ରାଜସିକ ଖାଦ୍ୟ, ଏଇସବୁ ଖାଦ୍ୟର ଇମ୍ପାକ୍ଟ ରହୁଛି ଲାଙ୍ଗୁଏଜ ଉପରେ, ଭାବ ଉପରେ। ଯେଉଁମାନେ ଅତ୍ୟନ୍ତ ମାଂସାଶୀ ସେମାନେ ଟିକେ ତାଙ୍କର ରାଗ ବା ଟିକେ ହିଂସ୍ର ପ୍ରକୃତିର, ଯେଉଁମାନେ ଟିକେ ସାଧା ଖାଲି ଖାଆନ୍ତି ସେମାନଙ୍କ ଟିକେ ମନୁ କହିଥିଲେ ଫାର୍ଷ୍ଟ ସେଞ୍ଚୁରୀ ଏଡିରେ ଏ କଥା କୁହାଯାଇଥିଲା। ମାନେ ମଣିଷର ଶ୍ରେଣୀ ବିକାଶ, ମଣିଷକୁ ସେମାନେ ବା ମହର୍ଷି ମାନେ ଡିଭାଇଡ କରିଥିଲେ। ମନୁ ତ ଆମର ଆମର ଇଏରେ କ'ଣ ଐତିହାସିକ ବା ଆମର ବେଦିକ ପୌରାଣିକ ଯଦି ଦେଖିବା, ମନୁ ଆମର 14ଟା ମନୁ ଅଛନ୍ତି। ତେଣୁ ମନୁ ଫାଷ୍ଟ ଆମେ ଚିନ୍ତା କରୁଛୁ, ମନୁ ଚିନ୍ତା କରୁଛନ୍ତି ଫାଷ୍ଟ ଏଡିର ମନୁ। ସେ କ'ଣ କହିଛନ୍ତି, କହିଲେ ଖାଦ୍ୟ ସହିତ ମଣିଷର ସେ ଡିଭାଇଡ କରିଛନ୍ତି। ଆମେ ଯେଉଁ ରେସ୍ କରୁଥିଲେ ବା ଆମର ବାୟୋଲୋଜିକାଲ ଡିଭିଜନ ଯେଉଁ କହିଲେ, ଗ୍ରୋଥ ଦେଖିଲେ, ବଡି କଲର ଦେଖିଲେ, ହାଇଟ୍ ଦେଖିଲେ, ୱେଟ୍ ଦେଖିଲେ, ତାକୁ ଦେଇକି ମଣିଷର ଶ୍ରେଣୀ ବିଭାଗ କରୁଥିଲେ। ରେସ୍ ତାକୁ କହୁଥିଲେ, ବିଭାଗ, ମଣିଷର ଶ୍ରେଣୀ ବିଭାଗ। ସେତେବେଳେ ସେ ଖାଦ୍ୟକୁ ନେଇକରି ମଣିଷର ଶ୍ରେଣୀ ବିଭାଗ କରୁଥିଲେ। ତେଣୁ ଆମର ବର୍ତ୍ତମାନ ରିସେଣ୍ଟ ଯେଉଁ ସବଜେକ୍ଟ ଆସୁଛି, ଏଇ ପ୍ରକାର ବେଦିକ ଷ୍ଟଡି ସହିତ ଆନ୍ଥ୍ରୋପୋଲୋଜି କ'ଣ ଲିଙ୍କ ରହୁଛି, ତୁମମାନେ ସେଟା ଯଦି ଏବେ ଜାଣିବ, ତୁମର ରୁଟ୍ ଯଦି ତୁମର ଷ୍ଟ୍ରଙ୍ଗ ରହିବ, ତୁମେ ଯେତେବେଳେ ପୋଷ୍ଟ ଗ୍ରାଜୁଏଟ୍ କରିବ ଆନ୍ଥ୍ରୋପୋଲୋଜିରେ, ତୁମେ ସେତେବେଳେ ଏଇ ଉପରେ ଏମ୍ଫାସିସ୍ ଦେଲେ ଆହୁରି ନୂଆ ନୂଆ ତଥ୍ୟ ଜାଣିପାରିବ। ଆମର ଇଣ୍ଡିଆନ ସ୍କଲାର ମାନେ କ'ଣ ଆଗରୁ କରୁଥିଲେ, ବେଦିକ ସ୍କଲାର ମାନେ କ'ଣ କେମିତି କରୁଥିଲେ, ହ୍ୟୁମାନ ମାନଙ୍କ ବିଷୟରେ କେତେ ପାଠ ପଢ଼ୁଥିଲେ, ସେଗୁଡ଼ାକ ଆମର ରିଫ୍ଲେକ୍ଟ ହେଉନି ଆଜିକାଲି, ଆମର ପାଠରେ ଆସିପାରୁନି। ତେଣୁ ତୁମମାନେ ତାକୁ ଇନକ୍ଲୁଡ୍ କରିବାକୁ ପଡ଼ିବ। ଏବେ ନ୍ୟୁ ଏଜୁକେସନ ପଲିସିରେ ଆମର ବେଦିକ ନଲେଜକୁ ବହୁତ ଇମ୍ପୋର୍ଟାନ୍ସ ଦିଆଯାଇଛି। ଏବଂ ଆମର ବେଦିକ ପିରିୟଡ଼ର ଯାହା ସବୁ ଗ୍ରନ୍ଥ ରହିଛି, ବେଦରେ ଯାହା ସବୁ ରହିଛି, ଗୀତାରେ ଯାହା ସବୁ ରହିଛି, ପୁରାଣରେ ଯାହା ସବୁ ରହିଛି, ବହୁତ ଜିନିଷ ରିଫ୍ଲେକ୍ଟ କରୁଛି ଆନ୍ଥ୍ରୋପୋଲୋଜିରେ, ବହୁତ ଜିନିଷ ରିଫ୍ଲେକ୍ଟ ହେଉଛି।
तार क्लाइमेट सहित रिफ्लेक्ट होची, तार चालीचरण खाद्य सहित रिफ्लेक्ट होची, तार रीतिनीति सहित रिफ्लेक्ट होची। ए सब गुड़ाक आमर वैदिक सहित आंथ्रोपोलॉजी लिंक बहुत भी रोची। आम जब देखा आजिकल आमर आमे भी आम समाज में सूर्य पूजा करुचे, वायु पूजा करुचे, पवन पूजा करुचे, गछपत्र पूजा करुचे, ताने आम पहाड़ को पूजा करुचे, क्या पूजा करुचे, आम जो आम कि पाचु जहाँ कि पाचु पूजा करुचे, पवन बंचुचे, पानी जो बंचुचे, खाद्य जमी आम खाद्य जो जमी माँ कर पूजा करुचे, सो पहाड़ को पूजा करुचे, पवन को पूजा करुचे, सूर्य आलोक जो पूजा करुचे, या सहित लिंक हो प्रति कल्चर ये सब अच्छी रिलीजन पढ़ो अच्छी सब तुम पढ़ुच किंतु सेटा वेदरे भी अच्छी, वेदरे भी लिंक करुच्ची ये सब जिन वेदरे भी अच्छी तुम पवन कौन कार्यकलाप कमी कौन सब जिन पढ़ले वेद सहित सूर्य सहित वायु सहित सब लिंक रोचे। तेणु आंथ्रोपोलॉजी पाठ्यक्रम आंथ्रोपोलॉजी जो कोर्स करिकुलम बहुत संप्रसारण हो पारुची और आहरी जे संप्रसारण नहब एक कहीं कहीपरि मुझे निजे कहूँ आहरी बहुत रकम संप्रसारण हम आंथ्रोपोलॉजी आम नेक्स्ट पीरियड रे नेक्स्ट ब्लॉक रे आम आंथ्रोपोलॉजी रिलेशनशिप अदर साइंस रे कौन अच्छी आम ताकू देखा आंथ्रोपोलॉजी विथ अदर साइंसेस एबे आज आम कनक्लूड करवा तुम देखा आंथ्रोपोलॉजी केमती डेभलप है केबेठू आंथ्रोपोलॉजी डेभलप है आंथ्रोपोलॉजी डिसिप्लिन केबे डेभलप है आंथ्रोपोलॉजी डिसिप्लिन हवा आगुरी आमर इंडियन स्कॉलर माने केमती मनुष्य विषय पढ़ुले आंथ्रोपोलॉजी विषय इनक्लूड कर फ्यूचर हम चिंता कर आंथ्रोपोलॉजी विभिन्न ब्रांच विषय पढ़ले सोशल ब्रांच, बायोलॉजिकल ब्रांच, आर्कियोलॉजी प्रीहिस्ट्री ब्रांच, लिंग्विस्टिक ब्रांच, पॉपुलेशन आंथ्रोपोलॉजी ब्रांच अप्लाइड ब्रांच एवं ये विभिन्न समय आंथ्रोपोलॉजी केमती डेभलप कला भारत को केमती आंथ्रोपोलॉजी आसिला एवं आंथ्रोपोलॉजी नॉलेज केमती विभिन्न समाज रे उन्नति साधन करुच्ची तार इम्पोर्टेंस केमती बढ़ुची डेवलपमेंट वेलबिंग सामाजिक हो न्यूट्रिशनल हो न्यूट्रिशन आम कैलोरी दरकार कैलोरी माने न्यूट्रिएंट दरकार न्यूट्रिएंट माने खाद्य दरकार कौन केमती खाद्य खाऊे कौ प्रणाली खाद्य खाऊे कौ प्रणाली खाद्य राधा जाऊँगी मनीषर केते न्यूट्रिएंट दरकार गोटे साधारण मनीषर 2200 कैलोरी दरकार गोटे पिलार 1800 कैलोरी दरकार गोटे बुढ़ा मनीषर 2000 कैलोरी दरकार गोटे एक्टिव लोक वर्किंग लोकर 2600 कैलोरी दरकार गोटे प्रसूति न्यू मदर 2600-2800 कैलोरी दरकार। सो ये सब जिनस पूरा लिंक रोची आंथ्रोपोलॉजी सहित आंथ्रोपोलॉजी फील्ड इज लाइक ए बिग ओशन। सो आंथ्रोपोलॉजी ओशन को तुम प्रवेश कर तुम जानिच आज किसी जान आंथ्रोपोलॉजी ओशन विषय एवं ता भितर आम कि ओशन बहुत जिन अच्छी बहुत जिन छाणी पाचे सबुदिन किसी पाचे जिते फ्यूचर आस्ते आस्ते पढ़ विभिन्न सब्जेक्ट बहुत जिन जान आज थैंक यू वेरी मच फॉर लिसनिंग मी।